ପ୍ରଥମ ଗ୍ରନ୍ଥ 4 ପର୍ବ 1 ପଦରୁ ଦେଖିବା। କିଏ ହେଲେ ଜଣେ ପଢନ୍ତୁ ଏକ ପଦରୁ ଶେଷ ପଦ ପର୍ଯ୍ୟନ୍ତ। ପ୍ରଥମ ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ ପୁଣି ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱର ଭଣ୍ଡାର ଘରିଆ ବୋଲି ମନେ କରନ୍ତୁ। ଆଉ ଭଣ୍ଡାର ଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ। କିନ୍ତୁ ତୁମ୍ଭମାନଙ୍କ ଦ୍ୱାରା କିମ୍ବା କୌଣସି ଲୌକିକ ବିଚାର ସଭା ଦ୍ୱାରା ବିଚାରିତ ହେବା ମୋ ପକ୍ଷରେ ଅତି ସାମାନ୍ୟ ବିଷୟ। ଏପରିକି ମୁଁ ନିଜେ ସୁଦ୍ଧା ନିଜର ବିଚାର କରେ ନାହିଁ, କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ। ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇନାହିଁ। କିନ୍ତୁ ଯେ ମୋହର ବିଚାର କରନ୍ତି ସେ ପ୍ରଭୁ। ତେଣୁ ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ। ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କ ଠାରୁ ପ୍ରଶଂସା ପାଇବ। ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହିସବୁ କଥା ମୋ ନିଜକୁ ଓ ଆପଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା ଲିଖିତ ଅଛି ତାହା ଅତିକ୍ରମ କର ନାହିଁ, ଏହା ତୁମ୍ଭେମାନେ ଆମ୍ଭମାନଙ୍କ ଠାରୁ ଶିକ୍ଷା କର। ପୁଣି ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବ ନ ହୁଅ। କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇନାହ, ଏପରି ତୁମ୍ଭର କ'ଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇନଥିଲା ପରି କାହିଁକି ଗର୍ବ କରୁଅଛ? ଇତିମଧ୍ୟରେ ତୁମ୍ଭେମାନେ କ'ଣ ପରିତୃପ୍ତ ହୋଇଗଲଣି? ଇତିମଧ୍ୟରେ ତୁମ୍ଭେମାନେ କ'ଣ ଧନବାନ ହୋଇଗଲଣି? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କ'ଣ ରାଜା ହୋଇଅଛ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିପାରିଥାନ୍ତୁ। କାରଣ ମୋହର ମନେ ହୁଏ ପ୍ରେରିତ ଯେ ଆମ୍ଭମାନଙ୍କୁ ଈଶ୍ୱର ମୃତ୍ୟୁ ମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି। ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ। ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ। ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ। ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ। ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ। ପୁଣି ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ। ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ, ଅପବାଦିତ ହୋଇ ମିଳନର କଥା କହୁଅଛୁ। ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ। ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେକରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି। କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର 10,000 ଶିକ୍ଷକ ଥାନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି। କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ। ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତିମୋଥୀଙ୍କୁ ପଠାଇଅଛି। ସେ ପ୍ରଭୁଙ୍କ ଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ପୁତ୍ର। ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ। ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ମନେକରି କେହି କେହି ଗର୍ବରେ ପୂର୍ଣ୍ଣ ହୋଇଅଛନ୍ତି। କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଯିବି। ପୁଣି ଯେଉଁମାନେ ଗର୍ବ କରୁଅଛନ୍ତି, ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି। କାରଣ ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ। ତୁମ୍ଭମାନଙ୍କର ଇଚ୍ଛା କ'ଣ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଯିବି, ନା ପ୍ରେମ ଘେନି ଓ ମୃଦୁତାର ଆତ୍ମା ଘେନି ଯିବି? ପରମେଶ୍ୱରଙ୍କ ବାକ୍ୟ ଯେତେବେଳେ ଆମେ ପଢୁଛୁ, ତ ଏଇ ଜାଗାରେ ସେଠି ପ୍ରଭୁ ଆମମାନଙ୍କୁ ଆମର ଆତ୍ମିକ ଜୀବନର ସ୍ଥିତି ବିଷୟରେ ପ୍ରକାଶ କରୁଛନ୍ତି। ଆଉ ସାଧାରଣତଃ ଭାବରେ ଆମର ହୃଦୟର ପ୍ରତିଫଳିତ ହେବା ବିଷୟ, ଯେ କୋଉ ମାଧ୍ୟମରେ ଆମର ହୃଦୟର ସ୍ଥିତିକୁ ଆମେ ଜାଣିପାରିବା ବା ଆମମାନଙ୍କର ଆତ୍ମିକ ଜୀବନକୁ ସଠିକ ଭାବରେ ଚାଳିତ କରିବା ପାଇଁ କୋଉ ପ୍ରକାର ମାଧ୍ୟମରେ ଆମେ ପ୍ରତିଫଳିତ ହେବା ଦରକାର ଈଶ୍ୱରଙ୍କ ବାକ୍ୟ ସାମ୍ନାରେ, ତାହା ଗୁରୁତ୍ୱପୂର୍ଣ୍ଣ ଭାବରେ ଏଇ ଜାଗାରେ ପାଉଲଙ୍କ ଦ୍ୱାରା ଆମେ ଦେଖିପାରିବା। କାରଣ ଅନେକ ସମୟ ପର୍ଯ୍ୟନ୍ତ ମୁଁ ମଧ୍ୟ ଯଦିଓ ତାହା ଈଶ୍ୱରଙ୍କ ବାକ୍ୟ ହେଇଥିଲା ମୋ ପାଇଁ,
ପ୍ରତିଫଳିତ ହେବା ପାଇଁ। କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଦ୍ଵାରା ପ୍ରତିଫଳିତ ହେବା ବିଷୟର ଅନୁଗ୍ରହକୁ ଯେତେବେଳେ ପ୍ରଭୁ ମତେ ଦେଇଥାନ୍ତି, ସେ ସମୟରେ କାରଣ ମୋ ପାଖରେ ସେତିକି ଆତ୍ମାର ଚେତା ନଥିବା ଯୋଗୁ ଅ ମନୁଷ୍ୟର ବିଚାର କରିକି ମୁଁ ଆସିଥାଏ। ଆଉ ଯଦିଓ ପରମେଶ୍ୱରଙ୍କର ବାକ୍ୟ ଦ୍ଵାରା ପ୍ରତିଫଳିତ ହେବା ଅ ବିଷୟର ଗୁରୁତ୍ୱପୂର୍ଣ୍ଣ ହଉଛି ଯେ ସେ ପ୍ରତିଫଳିତ ହେବା ଦ୍ଵାରା ପରିବର୍ତ୍ତନ ହେବାର ଆଉ ସ୍ଥାନାନ୍ତର ହେବା ପାଇଁ ସର୍ତ୍ତ ପାଇଥାଉ ଆମେ, ଯେ ଆମମାନେ ଅ କୋଉ ଜାଗାରେ ନିଜର ହୃଦୟକୁ ରଖିବା ଆବଶ୍ୟକ ଅଟେ। ଆଉ ସେଇଠି ଗୋଟେ ଜାଗା ସ୍ଥାନ ଯାହାକି ପରମେଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବାର ସ୍ଥାନ, ଆଉ ସେଇଠି ଗୋଟେ ସ୍ଥାନ ପରମେଶ୍ୱରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିବାର ସ୍ଥାନ ଅଛି। ତ ଯେତେବେଳେ ଆମେ ବଞ୍ଚୁଛୁ ତ ସେଠି ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ସଦାବେଳେ ପ୍ରଭୁ ଆମମାନଙ୍କୁ ଈଶ୍ୱର ବାକ୍ୟ ଦ୍ଵାରା ଦେଖାଉଛନ୍ତି, ଆଉ ସେଠି ଗ୍ରହଣ କରିବାର ଜାଗା ଆଉ ଶୁଣିବାର ଜାଗା ହଉଛି ସବୁଠାରୁ ଅନୁଗ୍ରହ ପାଇବାର ଜାଗା। ତେଣୁକରି ବାକ୍ୟକୁ ଯେତେବେଳେ ଆମେ ଶୁଣୁଛୁ କିମ୍ବା ଆମେ ପ୍ରଚାର କରୁଛୁ, ତ ଆମର ହୃଦୟ ଗଭୀରତମ ଜାଗାରେ କୋଉ ପ୍ରକାର ହୃଦୟକୁ ଥିବା ଆବଶ୍ୟକ ଅଟେ। ଅନୁଗ୍ରହ ଦ୍ଵାରା ମୁଁ ଚାଳିତ ହଉଛି ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ପାଇଁ, କି ଆମେ ଈଶ୍ୱରଙ୍କ ବାକ୍ୟକୁ ଶୁଣିବା ପାଇଁ। ତ ମଣ୍ଡଳୀ ଭିତରେ ମଧ୍ୟ ଯେତେବେଳେ ମୁଁ ବହୁତ ଲମ୍ବା ସମୟ ଧରିକି ବଞ୍ଚିକି ଆସୁଛି, କିନ୍ତୁ ମୁଁ ପରମେଶ୍ୱରଙ୍କ ବାକ୍ୟ ଯାହା ମୋର ନିଜର ଚିନ୍ତାଧାରା ଅନୁସାରେ କି ମୋ ନିଜର ଶରୀରର କଣ୍ଡିସନ ଅନୁସାରେ ମତେ ଭଲ ଲାଗିଥାଏ, ମୁଁ ସେ ବିଷୟକୁ ଗ୍ରହଣ କରିବା ପାଇଁ ପସନ୍ଦ କରିଥାଏ। କିନ୍ତୁ ପରମେଶ୍ୱରଙ୍କର ସମସ୍ତ ବାକ୍ୟ ଯେତେବେଳେ ମତେ ଆଘାତ କରୁଛି କି ମତେ ଆକ୍ଷେପ କରୁଛି ମୋର ଦୁର୍ବଳତାକୁ ପ୍ରକାଶ କରିବା ପାଇଁ, ମୋର ଅନେକ ଗୁଡ଼ିଏ ଅଭାବକୁ ପ୍ରକାଶ କରିବା ପାଇଁ, ଆଉ ସେଠି ମୋର ଭୁଲ ଆତ୍ମିକ ଜୀବନ ଯଦିଓ ମୁଁ ବିତେଇଛି, କିନ୍ତୁ ମୋ ପାଖରେ ସେତିକି ଚେତା ନାହିଁ କି ମୋ ପାଖରେ ସେତିକି ଜ୍ଞାନ ବୁଦ୍ଧି ନାହିଁ ଜାଣିବା ପାଇଁ ଯେ ମୁଁ ଏଇ ପ୍ରକାର ସ୍ଥିତିରେ ଅଛି ବର୍ତ୍ତମାନ, ଯାହାକି ମତେ ବହୁତ ଗୁଡିଏ ଅ ସହଭାଗିତାର ଆବଶ୍ୟକ ଅଟେ, ମତେ ଶୁଣିବା ପାଇଁ ଆବଶ୍ୟକ ଅଟେ। କିନ୍ତୁ ବିପରୀତ ଭାବରେ ଏଇ ଦିନକର ଯେମିତି ଆମମାନେ ଲଟଙ୍କ ବିଷୟରେ ଆମମାନେ ଶୁଣୁଥିଲୁ, ଚିନ୍ତା କରୁଥିଲୁ ଯେ ଲଟର ହୃଦୟର ସ୍ଥିତି ବହୁତ ଭୟଙ୍କର ଭାବରେ ସେ ପରମେଶ୍ୱର ବାକ୍ୟର ଦୁନିଆରୁ ବା ଈଶ୍ୱର ବାକ୍ୟର ଫ୍ଲୋରୁ ସେ ବହୁତ ଦୂରରେ ଥିଲା। ଯୋଉ ମୁହୂର୍ତ୍ତରୁ ହିଁ ସେ ଅବ୍ରାହ୍ମ ଠାରୁ ବିଚ୍ଛିନ୍ନ ହେଇଗଲା ବା ଅବ୍ରାହ୍ମ ଠାରୁ ଅଲଗା ହେଇଗଲା, ସେ ସମୟ ଠାରୁ ତାର ନିଜର ହୃଦୟରେ ଥିବା ସବୁ ବିଷୟ ବିଶୃଙ୍ଖଳା ହେଇଗଲା, ଆଉ ତା ପାଖରେ ସେ ଚେତା ପାଇବାର ଆତ୍ମିକ ଚେତା ମଧ୍ୟ ତା ପାଖରେ ବର୍ତ୍ତା ନାହିଁ। ତ ଅବ୍ରାହ୍ମଙ୍କ ସହିତ ରହିଲା ସମୟରେ ମଧ୍ୟ ଯାହା ସେ ଶିଖିବା ଆବଶ୍ୟକ ଥିଲା, ଯାହା ସେ ଜାଣିବା ଆବଶ୍ୟକ ଥିଲା, ତାହାକୁ ସେ ଦୃଷ୍ଟିପାତ ନ କରିକି ସେ ଶାରୀରିକ ଭାବରେ ସମୃଦ୍ଧିଶାଳୀ ହେବା ବିଷୟକୁ ସେ ଅତି ଯତ୍ନ ପ୍ରୟୋଗ ଭାବରେ ସେ ଲକ୍ଷ୍ୟ ରଖିକି ସେ ନିଜର କିପରି ଭାବରେ ପ୍ରତ୍ୟେକ ଶାରୀରିକ ବିଷୟର ବୃଦ୍ଧି ସାଧନ ହେଇପାରିବ, କେମିତି ମୁଁ ସମସ୍ତ ବିଷୟରେ ପରିପୂର୍ଣ୍ଣ ହେଇପାରିବି, ସେଥିପାଇଁ ତାର ହୃଦୟ ଭିତରେ ସେଇଠି କୌଣସି ଅବ୍ରାହ୍ମଙ୍କ ସହିତ ଜଡିତ ହେଇକି ରହିବାର ଗୁରୁତ୍ୱପୂର୍ଣ୍ଣକୁ ସେ କି ମଧ୍ୟ ପାଇପାରିଲେ ନାହିଁ। ସେଥିପାଇଁ ଶେଷରେ ଯୋଉ ଯାହାଙ୍କ ଠାରୁ ସେ ଆତ୍ମିକ ସ୍ରୋତ ତା ସହିତ ତାହାର ଶାରୀରିକ ଭାବରେ ପ୍ରତ୍ୟେକ ବିଷୟ ପ୍ରାପ୍ତ ହେବା ବିଷୟର ସ୍ରୋତ ଠାରୁ ସେ ଅଲଗା ହେବା ପାଇଁ ମଧ୍ୟ ସେ କେବେ ମଧ୍ୟ ଅଖାଡୁଆ କି କ୍ଷତି ବୋଲି ସେ ଜାଣିପାରିଲେ ନାହିଁ। ତେଣୁକରି ସେ ଅବ୍ରାହ୍ମଙ୍କ ଠାରୁ ସେ ଅଲଗା ହେଇଗଲେ। ତ ଏଇ ହୃଦୟ ଯଦି ଆମେ ଅର୍ଫା ଭିତରେ ମଧ୍ୟ ଦେଖିବା, ଅର୍ଫା ମଧ୍ୟ ଗୋଟେ ସ୍ତ୍ରୀ ଯିଏକି ଯଦିଓ ସେ ବାହ୍ୟିକ ଭାବରେ ନଈମକୁ ସେ ଚୁମନ କରିକି କହୁଛି ନାଇଁ ମୁଁ ତମଠାରୁ ଅଲଗା ହେଇପାରିବି ନାହିଁ, ମୁଁ ବି ଆସିବି, କିନ୍ତୁ ସେଇଠି ଗୋଟେ ଜାଗା ପର୍ଯ୍ୟନ୍ତ ସେଇଠି ଗୋଟେ ନିର୍ଦ୍ଦିଷ୍ଟ ଅ ଜାଗା ପର୍ଯ୍ୟନ୍ତ ବର୍ତ୍ତମାନ ଅର୍ଫା ଯାଇପାରିଲା ନଈଙ୍କ ପଛରେ। କିନ୍ତୁ ଯୋଉ ସମୟରେ ବର୍ତ୍ତମାନ ଅର୍ଫା କୁ ଆମେ ଦେଖିବା, ସେ ଯଦିଓ ନଈଙ୍କ ସହିତ ସେ ଗଲେ, କିନ୍ତୁ ମୋଆବର ସୀମାରେଖାକୁ ସେ ପାର କରିପାରିଲେ। ତ ବର୍ତ୍ତମାନ ଏଇ ଜାଗାରେ ଋତୁ ଅର୍ଫାର ଯଦି ଆମେ ଆତ୍ମିକ ଜୀବନକୁ ଯଦି ଆମେ ଫରକକୁ ବା ତଫାତକୁ ଯଦି ଆମେ ଖୋଜିବା, ତାହେଲେ କାହିଁକି ଋତ ଗୋଟେ ସ୍ତ୍ରୀ ଯିଏକି
ଅର୍ଫାଠୁ କିଛି ଅଲଗା ନାହିଁ ତାର ପରିସ୍ଥିତି। ଏବେ ଋତୁ ଆଉ ଅର୍ଫା ଭିତରେ ସମାନ ପରିସ୍ଥିତି ଅଛି। ଦୁଇ ଜଣ ଯାକର ସ୍ୱାମୀ ମରିଗଲେ, ଦୁଇ ଜଣ ଯାକର ବର୍ତ୍ତମାନ ପରିସ୍ଥିତି ବେଶୀ ସାଂଘାତିକ। ଏବେ ସାମ୍ନାରେ ବର୍ତ୍ତମାନ ତାଙ୍କ ପାଖରେ କିଏ ବି ନାହିଁ। ଏବେ ନଈମି ଯିଏକି ଶାଶୁ ପୁତ୍ରହୀନ ହେଇଗଲେ, ସ୍ୱାମୀ ବିହୀନ ହେଇଗଲେ। ହଁ, ସମସ୍ତ ବିଷୟରେ ସେ ମଧ୍ୟ ହତାଶ ହେଇକି ପ୍ରତ୍ୟେକ ବିଷୟକୁ ସେ ହରେଇଛନ୍ତି ବର୍ତ୍ତମାନ। ଓ ଯଦି ଆମେ ଶାରୀରିକ ଦୃଷ୍ଟି ଅନୁସାରେ, ଶରୀର ଅନୁସାରେ ଯଦି ଆମେ ଦେଖିବା, ତାହେଲେ କୌଣସି କ୍ଷେତ୍ରରେ ନୈମିକ ପଛରେ ଯିବା ପାଇଁ ବା ନୈମିକ ସହିତ ସଂଯୁକ୍ତ ହେଇକି ବଞ୍ଚିବା ପାଇଁ କିଏ ଚାହିଁବ? କିନ୍ତୁ ଏଇ ଜାଗାରେ ନୈମି ଯଦିଓ ହତାଶ ଦେଖା ଯାଉଥିଲା, ନୈମି ଯଦିଓ ସମସ୍ତ ବିଷୟରେ ସେ ହରେଇ ଦେଇଥିଲେ, କିନ୍ତୁ ଏବେ ଋତ କାହିଁକି ନୈମିକ ପଛରେ ଯିବା ପାଇଁ ସେ ନିଷ୍ପତ୍ତି ନେଉଛନ୍ତି? ଆଉ ସେଠି ଗୋଟେ ସୀମାରେଖା ଅଛି ମୋଆବ ଆଉ ବେଥଲେହେମର। ତ ମୋଆବ ଭିତରେ ହିଁ ସମସ୍ତ ବିଷୟକୁ ସେ ଚିନ୍ତା କରିପାରିଲା ଅର୍ଫା। ଆଉ ତାକୁ ସେ ଏମିତି ଭାବୁଛି ଯେ ନାଇଁ, ମୁଁ ମୋଆବକୁ ଛାଡି ପାରିବିନି। ଯେମିତି ସମରିଆ ନଗରର ଲୋକମାନେ ସମରିଆ ନଗରର ଦ୍ୱାରକୁ ବା ସେ ଜାଗାକୁ, ଯୋଉ ଜାଗାରେ କି ପରମେଶ୍ୱରଙ୍କର ଦାସ କହିଥିଲେ ଯିବା ପାଇଁ, ଲୋକମାନେ ଯିବା ପାଇଁ କେବେ ମଧ୍ୟ ଚାହିଁଲେ ନାହିଁ। ଲୋକମାନଙ୍କର ଚିନ୍ତାରେ, ଲୋକମାନଙ୍କର ହୃଦୟରେ ଭାବୁଛନ୍ତି ସେମାନେ, ହଁ, ବର୍ତ୍ତମାନ ସମରିଆର ନଗର ଦ୍ୱାର ପାଖରେ ଅରାମର ଛାଉଣି ଅଛି, ଅରାମର ସୈନ୍ୟମାନେ ଜଗିକି ଅଛନ୍ତି ଅସ୍ତ୍ରଶସ୍ତ୍ର ନେଇକି। ଯଦି ଆମେ ସେଠାକୁ ଯିବା, ତାହେଲେ ନିଶ୍ଚିତ ଭାବରେ ଆମକୁ ମାରିଦେବେ ସେମାନେ। ତ ଗୋଟେ ଗୋଟେ ଏଲିଶାଙ୍କର ପ୍ରଭୁଙ୍କର ଦ୍ଵାରା ବାକ୍ୟ ତାଙ୍କ ପାଖକୁ ଆସିଲା। ଅପର ପକ୍ଷରେ ବର୍ତ୍ତମାନ ସମରିଆ ନଗରର ଦ୍ୱାର ପାଖରେ ଏବେ ଅରାମର ସୈନ୍ୟମାନେ ସବୁ ଅଛନ୍ତି। ତ ହୃଦୟରେ ଏ ଦିଟା ବିଷୟ ଭିତରେ ଗୋଟେ ବିଷୟକୁ ସେମାନେ ଅ, ଗୁରୁତ୍ୱପୂର୍ଣ୍ଣ ଭାବରେ ଚିନ୍ତା କରିକି ସେମାନେ ଗ୍ରହଣ କରିବାର ଥିଲା। ଏକଥା ସେମାନେ ଏଲିଶାଙ୍କ ବାକ୍ୟକୁ ବିଶ୍ୱାସ କରିକି ସମରିଆକୁ ଛାଡିକି ଯିବେ ସେମାନେ, ନଚେତ୍ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ଫିଙ୍ଗିକି ସେମାନେ ଭୟ କରିକି ସେ ସମରିଆ ନଗର ହିଁ ରହିବେ। ତ ସମରିଆ ନଗର ଭିତରେ ବର୍ତ୍ତମାନ ଦୁର୍ଭିକ୍ଷ ଅଛି, ଖାଦ୍ୟର ଅଭାବ ଅଛି, ପାଣିର ଅଭାବ ଅଛି। କିନ୍ତୁ ତାଠୁ ଆହୁରି ଅଧିକ ବିପଦଗ୍ରସ୍ତ ବିଷୟ ହଉଛି ଯେ ଏମାନେ ପରମେଶ୍ୱରଙ୍କର ବାକ୍ୟକୁ ସେମାନେ କି ମଧ୍ୟ ବିଶ୍ୱାସ କରିବା ପାଇଁ ତାଙ୍କ ପାଖରେ କୌଣସି ଚେତା ନାହିଁ ବର୍ତ୍ତମାନ ଯେ ଏଟା କେତେ ଦୂର ସତ, ଯେ ଯଦି ଆମମାନେ ଯିବା ତାହେଲେ ସତରେ ସେଇଠି ଆମେ ମରିବା ନା ବଞ୍ଚିବା। ଯଦିଓ ସେଠି ଈଶ୍ୱରଙ୍କର ବାକ୍ୟ ଆମ ପାଖକୁ ଆସିଅଛି, କିନ୍ତୁ ସେତିକି ସେମାନେ ଭାବି ପାରିଲେ ନାହିଁ ଯେ ରାଜାଙ୍କର ହସ୍ତ ଦ୍ଵାରା ସେନାପତି କହୁଛି ନାଇଁ, ଏଇଟା ସ୍ୱର୍ଗର ଦ୍ୱାର ଫିଟିଲେ ମଧ୍ୟ କଣ ଏମିତି ହେଇପାରିବ? ଏଟା କେବେ ବି ହବ ନାହିଁ। ସେ ସମୟରେ ଏଲିଶା କହିଲେ, ତମ ସ୍ୱଚକ୍ଷୁରେ ତାହା ଦେଖିବ, କିନ୍ତୁ ତମେ ଭୋଜନ କରିପାରିବ ନାହିଁ। ଓ ଅର୍ଫା ମଧ୍ୟ ତା ଭିତରେ ଭାବୁଥିବ, ଆଉ ମୁଁ ଯଦି ମୋଆବକୁ ଛାଡିବି, ତାହେଲେ ଏଇ ପ୍ରକାର ସ୍ତ୍ରୀ ପଛରେ ଗଲେ ମୁଁ ପାଇବି କଣ? ୟା ପାଖରେ କଣ ଆଉ ବଳକାର ରହିଗଲା ଯେ ଆକୁ ମୁଁ ଅନୁଗମନ କରିବି? ମନୁଷ୍ୟର ପ୍ରକୃତି, ମନୁଷ୍ୟର ସ୍ୱଭାବ କଣ ଯେ ଆମର ଦୃଷ୍ଟିରେ କି ଆମର ନିଜର ଅନୁସାରେ ଯଦି ଆମେ ଦେଖିକି ଆମେ ହଉ ଠିକ ଅଛି, ମୁଁ ଏ ପଛରେ ଗଲେ ଏ ବିଷୟକୁ ମୁଁ ଯଦି କରିବି, ତାହେଲେ ନିଶ୍ଚିତ ଭାବରେ ମୁଁ ଲାଭବାନ ହେଇପାରିବି କହିବି। କିନ୍ତୁ ପ୍ରକୃତରେ ଅନୁଗମନ କରିବା ବିଷୟକୁ ନେଇକି ଯଦି ଆମେ ଦେଖିବା, ବୋଧ ଋତ ଯେତେବେଳକୁ ନୈମିକ ଅନୁଗମନ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ତାଙ୍କର ହୃଦୟରେ, କୋଉ ବିଷୟକୁ ଦେଖିକି ସେ ନିଷ୍ପତ୍ତି ନେଉଛନ୍ତି ଯିବା ପାଇଁ? ହଁ, ମୁଁ ନୈମିକ ପଛରେ ଯିବା ଦରକାର। ସେଠି ଅନେକ ସମୟ, ଅନେକ ବର୍ଷ ପର୍ଯ୍ୟନ୍ତ ଯଦିଓ ମୁଁ ପାଷ୍ଟରଙ୍କ ସହିତ ବା ମଣ୍ଡଳୀ ଭିତରେ ମୁଁ ବଞ୍ଚିଲି, କିନ୍ତୁ କୋଉ ପ୍ରକାର ଭାବରେ ମୁଁ ବଞ୍ଚିଲି ଭାଇ ଭଉଣୀ ଜାଣିଛନ୍ତି? ମୁଁ ଅର୍ଫା ସଦୃଶ, ଯଦିଓ ସେ ନୈମିକୁ ଚୁମ୍ବନ କଲା, ନୈମିକର ନୈମିକ ଆଲିଙ୍ଗନ କରି କାନ୍ଦୁଛନ୍ତି ସେ, ଅର୍ଫା କହୁଛି ନାଇଁ, ମୁଁ ତମକୁ ଛାଡିକି ରହିପାରିବି ନାହିଁ। ମୁଁ ମଧ୍ୟ ଭାବୁଥିଲି ଚର୍ଚ୍ଚ ଭିତରେ ମୁଁ ବହୁତ ଆଗରୁ ସିନିୟର ଭାବରେ ମୁଁ ଆସିଛି, ରହି ରହି ଆସିଛି, ମୁଁ ଜାଣିଛି ବାକ୍ୟକୁ, ମୁଁ ପ୍ରଭୁ ଦାସଙ୍କୁ ବହୁତ ଭଲରେ ମୁଁ ଚିହ୍ନିଛି, ତାଙ୍କର ଗୁରୁତ୍ୱପୂର୍ଣ୍ଣକୁ ମୁଁ ଜାଣିଛି। ତ ସେଇଠି ଏଇ ପ୍ରକାର ଚିନ୍ତାଧାରା ମୋ ପାଖରେ ସ୍ଥାପନ ହେଇଥିଲା, ମୋର ଧାରଣା ମୋର ଭାବରେ ବଞ୍ଚି। କିନ୍ତୁ ଯୋଉ ସମୟରେ ଗୋଟେ ସମୟ ଆସିଲା
ଯେ ମୋଆବର ସୀମାରେଖାକୁ ପାର କରିବାର ସମୟକୁ ସେମାନେ ପାଇଲେ। ତ ସେଇ ସମୟରେ ଋତୁ ମୋଆବର ସୀମାରେଖାକୁ ପାର କଲେ, କିନ୍ତୁ ଅର୍ଫା ମୋଆବ ଦେଶର ସୀମାରେଖାକୁ ପାର କରିପାରିଲା ନାହିଁ। ଏଟା କେବେ ମଧ୍ୟ ଅ ଆମେ ଭାବିବା ଉଚିତ ନୁହେଁ ଏମିତି ଯେ ଋତୁ ଶାରୀରିକ ଭାବରେ ଅନେକ ଗୁଡିଏ କଣ୍ଡିସନକୁ ଦେଖିଲା ପାଇଲା। ସତରେ ଋତୁର ଦୃଷ୍ଟିରେ ବର୍ତ୍ତମାନ ନୟଙ୍କ ପଛରେ ମୁଁ ଯଦି ଯିବି ତାହେଲେ ମୁଁ ଅନେକ ଗୁଡେ ଲାଭବାନ ହେଇପାରିବି, ଏଇ ପ୍ରକାର ଭାବରେ ସେ ଚିନ୍ତା କରିକି ନିଷ୍ପତ୍ତି ନେଇକି ଯାଇନାହିଁ। ତାର ଅର୍ଥ ହଉଛି ଶାରୀରିକ ଭାବରେ ହଁ, ସର୍ତ୍ତ ସେ ପାଇନାହାନ୍ତି ଯେ ମୁଁ ଯଦି ମୋଆବକୁ ଯଦି ଛାଡିବି ତାହେଲେ ମୁଁ ଅନେକ ଗୁଡେ ବିଷୟ ପାଇବି କହିକି। କିନ୍ତୁ ଗୋଟେ ବିଷୟ ଏଇ ଜାଗାରେ ଆମେ ଜାଣିପାରିବା ଯେ ଏବେ ଋତ ନଈମିଙ୍କ ପଛରେ ବା ନଈମିଙ୍କର ଜୀବନରେ ପରମେଶ୍ୱରଙ୍କର କାର୍ଯ୍ୟକୁ ସେ ଦେଖିପାରିଲେ। ହଁ, ସେ ଜାଣିପାରିଲେ ଯେ ବର୍ତ୍ତମାନ ନଈମିଙ୍କ ପାଇଁ ବର୍ତ୍ତମାନ ପରମେଶ୍ୱର କାମ କରୁଛନ୍ତି। ନଈମିଙ୍କର ପାଇଁ ପରମେଶ୍ୱରଙ୍କର କାର୍ଯ୍ୟକୁ ବର୍ତ୍ତମାନ ଋତୁ ଦେଖିପାରିଲେ। ହଁ, ସେଇ ସମୟରେ ଶାରୀରିକ ଭାବରେ ନୁହେଁ, କିନ୍ତୁ ଆତ୍ମାଙ୍କ ଅନୁସାରେ ସେ ବର୍ତ୍ତମାନ ମୋଆବ ପାର କରିବା ପାଇଁ ନଈମିଙ୍କ ପଛରେ ଯିବା ପାଇଁ ସେ ସକ୍ଷମ ହୋଇପାରିଲେ। ପରମେଶ୍ୱରଙ୍କ ବାକ୍ୟକୁ ଅନୁଗମନ କରିବା ପାଇଁ ବା ଈଶ୍ୱରଙ୍କ ବାକ୍ୟକୁ ଶୁଣିବା ପାଇଁ, ପ୍ରଭୁଙ୍କ ବାକ୍ୟ ଅନୁସାରେ ବଞ୍ଚିବା ପାଇଁ କେବେ ମଧ୍ୟ ନିର୍ଭର କରେ ନାହିଁ ଆମର ନିଜର ଉଦ୍యోଗ କି ଆମ ଭିତରେ ଥିବା ଆମର ଶାରୀରିକ କଣ୍ଡିସନ ଗୁଡାକ ଆମକୁ କେବେ ବନେଇ ପାରିବ ନାହିଁ ଯେ ଆମେ ପ୍ରଭୁଙ୍କ ବାକ୍ୟକୁ ଅନୁଗମନ କରିବା ପାଇଁ। କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଇଟା। ସ୍ପଷ୍ଟ ଭାବରେ ମୁଁ ଯଦି କହିବି ତାହେଲେ ଅର୍ଫା ଗୋଟେ ସ୍ତ୍ରୀ ନାହିଁ ଯିଏକି ଜାଣିଥିଲେ ଯେ ମୋଆବକୁ ଛାଡିଲା ପରେ ମୁଁ ଯଦି ମୋଆବକୁ ଛାଡିଲେ ମତେ କଣ ମିଳିବ। ତା ସହିତ ସେ ଜାଣିବି ନଥିଲେ ଯେ ମୋଆବରେ ରହିଲେ ମଧ୍ୟ ମତେ କଣ ଏକ୍ଜାକ୍ଟଲି ରିଜଲ୍ଟ ମିଳିବ, ତାହା ମଧ୍ୟ ଜାଣିନଥିଲେ। ତ ଯେତେବେଳେ ସେ ମୋଆବକୁ ଛାଡିକି ଗଲେ ଗଲେ ମଧ୍ୟ କଣ ସ୍ପଷ୍ଟ ଭାବରେ ମିଳିବ ସେ ଜାଣିନାହାନ୍ତି। ମୋଆବରେ ରହିଲେ ମଧ୍ୟ ସ୍ପଷ୍ଟ ଭାବରେ ଫଳାଫଳ କଣ ହବ ଶେଷରେ ତାହା ବି ଜାଣିନାହାନ୍ତି। ତାହେଲେ ଅର୍ଫା ଗୋଟେ ସ୍ତ୍ରୀ ନାହିଁ ଯାହା ପାଖରେ କୌଣସି ଚେତା ନାହିଁ। ଅର୍ଫା ଗୋଟେ ସ୍ତ୍ରୀ ନୁହନ୍ତି ଯାହା ପାଖରେ କୌଣସି ବୁଦ୍ଧି ଜ୍ଞାନ ନାହିଁ ଯେ କୋଉ ରାସ୍ତାରେ ମତେ ଯିବା ଦରକାର, କାହା ପଛରେ ମତେ ଯିବା ଦରକାର। ତ ମୋର ହୃଦୟରେ ମଧ୍ୟ ସମାନ ଅର୍ଫା ସଦୃଶ ପରମେଶ୍ୱରଙ୍କ ଦାସଙ୍କ ଅନୁଗମନ କରିବା ବିଷୟ, ମଣ୍ଡଳୀ ସହିତ ଜଡିତ ହେଇକି ରହିବା ବିଷୟ ମୁଁ ଭାବୁଥିଲି। ମୁଁ ଅଛି ଯେ ବର୍ତ୍ତମାନ ଅର୍ଫା ନବୀଙ୍କ ସହିତ ଥିଲା ପରେ ଦେଖା ଯାଉଥିଲା, କିନ୍ତୁ ସେ କଣ ପଏଣ୍ଟ, ସେ କୋଉ ଜାଗା ଯୋଉ ଜାଗାରେ ସେ ଫେରି ଯାଉଛି ସେଟା ଅଛି ମୋଆବ ଦେଶର ସୀମାରେଖାକୁ ପାର କରି। ତ ଯେତେବେଳେ ମଧ୍ୟ ମୋ ପାଖକୁ କଣ୍ଡିସନ ଆସୁଥିଲା ମୋର ନିଜର ଗର୍ବକୁ, ମୋ ନିଜର ଉତ୍ତମତାକୁ, ମୋ ନିଜର ଠିକ ବିଷୟକୁ ପରିତ୍ୟାଗ କରିକି ପରମେଶ୍ୱରଙ୍କ ଦାସଙ୍କର ସ୍ୱର ଯାହାକି ପ୍ରଭୁଙ୍କ ଠାରେ ଆସୁଅଛି ବୋଲି କହିକି ଗ୍ରହଣ କରିବା ପାଇଁ, ବିଶ୍ୱାସ କରିବା ପାଇଁ ଏ ଅଂଶରେ ମୁଁ କେବେ ମଧ୍ୟ ସହମତ ହେଇପାରୁନଥିଲି। ମତେ ଯାହା ଠିକ ଦେଖାଯାଉଥିଲା ସେ ଅନୁସାରେ ମୁଁ ବିଚାର କରୁଥିଲି। କିନ୍ତୁ ସତରେ ପରମେଶ୍ୱର ଯେଉଁ ସମୟରେ ବର୍ତ୍ତମାନ ଏ ଋତୁର ହୃଦୟର ଦୁନିଆକୁ ଯଦି ଦେଖଉଛନ୍ତି, ଏବେ ଋତୁ ଯେଉଁ ସମୟରେ ମୋଆବ ଦେଶକୁ ଛାଡିକି ସେ ପାର କରିକି ବେଥେଲିମକୁ ପହଞ୍ଚିଲେ, ବହୁତ ଆଶ୍ଚର୍ଯ୍ୟ ପ୍ରକାର ଭାବରେ ସେ ବୋଆଜକୁ ଭେଟିଲେ, ତାହା ମଧ୍ୟ ନଈମୀଙ୍କର ଅନୁଗ୍ରହ ଦ୍ଵାରା। ନଈମୀଙ୍କର ସହିତ ଜଡିତ ହେଇଥିବା ଯୋଗୁଁ ବର୍ତ୍ତମାନ ସେ ବୋଆଜକୁ ଭେଟିଲେ। ବର୍ତ୍ତମାନ ବୋଆଜକୁ ପାଇବାର ଅର୍ଥ ହଉଛି ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜଡିତ ହେବା। ଆମେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଇକି ଖ୍ରୀଷ୍ଟଙ୍କର ସହିତ ବଞ୍ଚିବାର ଜୀବନ ଯାପନକୁ ବର୍ତ୍ତମାନ ପାଇଲେ ବେଥେଲିମକୁ ପହଞ୍ଚିଲା ପରେ। ବର୍ତ୍ତମାନ ମୋଆବକୁ ଛାଡିବା ବିଷୟ ହଉଛି କଣ? ମୋଆବକୁ ଛାଡିବାର ଅର୍ଥ ହଉଛି ଯେ ଶାରୀରିକ ଭାବ ହଉଛି ମୃତ୍ୟୁଜନକ। ଏ ମୋଆବ ହଉଛି ଆମ ଶରୀର, ଆଉ ଆମର ଶରୀର ହଉଛି ଆମର ଆତ୍ମାର ଶତ୍ରୁ। ଆଉ ଆମର ଶରୀର ଭିତରେ ଥିବା ଚିନ୍ତାଧାରା, ଆମର ଶରୀରରୁ ଜାତ ଅନେକ ଗୁଡେ ଧାରଣା ମୂଳକ ବିଷୟ ଗୁଡାକ, ଆମେ ନିଜକୁ ବିଶ୍ୱାସ କରିବାର ମନ ଗୁଡାକ, ତ ଏ ଶାରୀରିକ ଭାବ ହଉଛି ମୃତ୍ୟୁଜନକ ଲେଖାଯାଇଛି ପାଇ। ଏବେ ମୋଆବ ଦେଶରେ ବର୍ତ୍ତମାନ ଅର୍ଫା କେବେ ମଧ୍ୟ ଛାଡିବା ପାଇଁ ସେ ଚାହିଁଲା ନାହିଁ। ସେଥିରେ ଋତୁ ଅର୍ଫାର ଅର୍ଥ ହଉଛି ଏଇ ଜାଗାରେ ଆମମାନଙ୍କର ପ୍ରାଣରେ, ଆମମାନଙ୍କର ହୃଦୟରେ, ଆମ ଜୀବନରେ ଆମମାନେ ପରମେଶ୍ୱରଙ୍କ ଦାସଙ୍କର ଅନୁଗମନ ହେବା ବିଷୟ,
ଗୁରୁତ୍ୱପୂର୍ଣ୍ଣ ବିଷୟ ଏଇ ଜାଗାରେ ଆମକୁ ପରମେଶ୍ୱର କହୁଛନ୍ତି। ଆଉ ସତରେ ଯଦି ଋତ ଜାଣିନାହାନ୍ତି ଯେ ବର୍ତ୍ତମାନ ମୁଁ ବେଥଲେମ କୁ ଯିବାର କୋଉ ସ୍ଥିତିରେ ମୁଁ ଯିବି ଆଉ କଣ ମୁଁ ସେ ଜାଗାରେ କରିବି କିଛି ବି ଜାଣିନଥିଲି। କିନ୍ତୁ ସ୍ପଷ୍ଟ ଭାବରେ ଯେପରି ପରମେଶ୍ୱରଙ୍କର ମଣ୍ଡଳୀକୁ ପ୍ରଭୁ ଦେଇଛନ୍ତି, ଆମମାନଙ୍କୁ ପ୍ରଭୁଙ୍କ ଦାସ ମାନଙ୍କୁ ଦେଇଛନ୍ତି, ତ ସେମାନଙ୍କ ପାଖରେ ପରମେଶ୍ୱରଙ୍କର ସମସ୍ତ ଗୁପ୍ତ ରହସ୍ୟ ବିଷୟ, ଆମର ଆତ୍ମିକ ଜୀବନର, ଆମର ସମସ୍ତ ଭବିଷ୍ୟତର ପ୍ରତ୍ୟେକ ବିଷୟ ମଣ୍ଡଳୀ ଭିତରେ ଗୁପ୍ତ ହେଇକି ପରମେଶ୍ୱର ରଖିଛନ୍ତି। ଆଉ ସେଇ ସମୟରେ ପ୍ରଭୁଙ୍କର ଦାସଙ୍କ ସହିତ ହୃଦୟରେ ଜଡ଼ିତ ହେଇକି ଯେତେବେଳେ ଆମେ ଆଗକୁ ବଢୁଛୁ, ଏ ସମରିଆ ନଗର ଲୋକମାନେ ଯେମିତି ବର୍ତ୍ତମାନ ଏ 4 ଜଣ କୁଷ୍ଠୀ ଲୋକମାନେ କେବଳ ଇଲିଶାଙ୍କର କଥାକୁ ଶୁଣି ପାରିଲେ, କିନ୍ତୁ ରାଜାଙ୍କ ତଳେ ଯୋଉ ସେନାପତି ଥିଲେ ଆଉ ଏ 4 ଜଣ କୁଷ୍ଠୀ ଲୋକ ଭିତରେ ଯଦି ଆମେ ତଫାତକୁ ଖୋଜିବା, ତାହେଲେ ଏଇ ଦିଟା ଦିଟା ଦି ପ୍ରକାର ଲୋକଙ୍କ ଭିତରେ ବାହ୍ୟ ଭାବରେ ତଫାତ କଣ ଅଛି ଆଉ ହୃଦୟର ତଫାତ କଣ ଅଛି, ତାହା କେବେ ସମାନ ନାହିଁ। ବାହ୍ୟିକ ଭାବରେ ମଧ୍ୟ ଯଦି ଆମେ ତଫାତକୁ ଖୋଜିବା, ତାହେଲେ ଆଉ 4 ଜଣ କୁଷ୍ଠ ଲୋକମାନେ ବର୍ତ୍ତମାନ ୟୁଜଲେସ୍ ଲୋକମାନେ, ଏମାନଙ୍କର କିଛି ମଧ୍ୟ ୟୁଜ ନାହିଁ। ସମରିଆନଗର ଭିତରେ କିଏ ପଚାରିବନି ଏମାନଙ୍କୁ। ସେନାପତି ବର୍ତ୍ତମାନ ବହୁତ ବଡ ଲୋକ, ଉଚ୍ଚ ପଦବୀର ଲୋକ ସେ, ନାଇଁ ନାଇଁ, କିନ୍ତୁ ଆମେ ସେ ପଏଣ୍ଟକୁ ଖୋଜିବା ଯେ କୋଉ ବିଷୟ ତାଙ୍କୁ ବନେଇ ପାରିଲା ବର୍ତ୍ତମାନ ସମରିଆକୁ ଛାଡିକି ଯିବା ପାଇଁ, ଯଦିଓ ଆଗରେ ମୃତ୍ୟୁର ପରିସ୍ଥିତି ଦେଖାଯାଉଛି। ସେମାନେ କହିଲେ ଆରେ ଆମେ ଏଇ ଜାଗାରେ ରହିଲେ ମଧ୍ୟ ମରିବା, ସିଆଡେ ଗଲେ ମଧ୍ୟ ମରିବା। କିନ୍ତୁ ଯଦି ଆମେ ଏ ବାକ୍ୟକୁ ବିଶ୍ୱାସ କରିକି ଭରସା କରି ଯଦି ଯିବା, ତାହେଲେ କାଳେ ପରମେଶ୍ୱର ଆମକୁ ବଞ୍ଚେଇବେ। ତ ସେମାନଙ୍କ ଭିତରେ ମୋଆବରେ ମୃତ୍ୟୁକୁ ସେମାନେ ଆବିଷ୍କାର କରୁଥିଲେ, ওই ଜାଗାରେ ରହିଲେ ମଧ୍ୟ ମରିବା ବୋଲି। ଏବେ ଋତ ସ୍ପଷ୍ଟ ଭାବରେ ମୋଆବ ଦେଶରେ ମୃତ୍ୟୁକୁ ସେ ଆବିଷ୍କାର କରିଲେ। ହଁ, ନଈମିକୁ ଦେଖିଲେ, ନଈମି ସବୁ ବିଷୟକୁ ହରେଇଲେ, ସବୁ ଜିନିଷକୁ ସେ ହାତ ଛଡା ହେଇଗଲେ। ଏବେ ସ୍ୱାମୀ ବି ନାହିଁ, ପୁତ୍ର ବି ନାହିଁ। ତ ସେଠି ଯେତେ ଆମ ଲାଇଫରେ ପ୍ରଭୁ କାମ କରୁଛନ୍ତି, ଜହନ ପୁସ୍ତକ 10 ପର୍ବର 18 ପଦ ଯଦି ପଢିବେ ଆପଣ, ସେଇଠି ଗୋଟେ ବାକ୍ୟ ଲେଖା ହେଇଛି। ଜହନ କେ ଜହନ ପୁସ୍ତକ 10 ପର୍ବର 18 ପଦ ଜଣେ କିଏ ପଢିବେ କି? ଜହନ 10ର 18 ପଦ। କେହି ମୋ ଠାରୁ ତାହା ନେଇ ଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କ ଠାରୁ ଏହି ଆଜ୍ଞା ପାଇଅଛି। ଯୀଶୁ ଏ ଜାଗାରେ କହୁଛନ୍ତି, ମୋ ପାଖରେ କଣ ଶକ୍ତି ଅଛି ବୋଲି କହିକି, ମୁଁ କେହି ମୋ ଠାରୁ ତାହା ନେଇଯାଏ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି। ଏଇ ଜାଗାରେ ଯଦି ଆମେ ଇଂଲିଶରେ ଯଦି ଆମେ ଦେଖିବା, ଓଡିଆରେ ଏତିକି ପ୍ରାଞ୍ଜଳ ଭାବରେ ଆମେ ବୁଝିପାରିବା ନାହିଁ। ତ ଏଇଠି ଇଂଲିଶରେ ଯେମିତି ଲେଖା ହେଇଛି, ମୁଁ ଟିକେ ପଢିବି। No one takes it from me, but I lay it down of myself. I have power to lay it down and I have power to take it again. ତାର ଅର୍ଥ ହଉଛି, ପରମେଶ୍ୱର କହୁଛନ୍ତି ମୋ ପାଖରେ ଶକ୍ତି ଅଛି ତଳେ ଛାଡିଦେବା ପାଇଁ, ତଳେ ପକେଇବା ପାଇଁ, ଆଉ ପୁନର୍ବାର ଶକ୍ତି ଅଛି ତା ଉଠେଇବା ପାଇଁ, ଧରିବା ପାଇଁ। ତ ପରମେଶ୍ୱରଙ୍କ ବାକ୍ୟକୁ ଯଦି ଆମେ ଏ ବାକ୍ୟକୁ ଦେଖିବା, ତାହେଲେ ଆମ ପାଖରେ ହେବିଚୁଆଲି ଆମେ ଅଭ୍ୟସ୍ତ ନିଜର ଚିନ୍ତାକୁ ଅନୁଗମନ କରିବା ପାଇଁ, ନିଜର ଚିନ୍ତାକୁ ବିଶ୍ୱାସ କରିବା ପାଇଁ, ନିଜ ଚିନ୍ତାଧାରାକୁ ସଠିକ ଭାବେ ଆମେ ଭାବୁଛୁ, ହଁ ଏଇଟା ଠିକ ବିଷୟ। କିନ୍ତୁ ଆମ ଆତ୍ମିକ ଜୀବନରେ ଏଇଟା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଆମର ଠିକ ଚିନ୍ତାକୁ ଆମେ ପରିତ୍ୟାଗ ମଧ୍ୟ କରିବାର ଏକ୍ସପିରିଏନ୍ସକୁ ପାଇବା ପାଇଁ ପଡିବ। ମୋର ଉତ୍ତମତାକୁ ନେଇକି ବଞ୍ଚିବା ପାଇଁ ମୋର ଇଚ୍ଛା ଅଛି, କିନ୍ତୁ ମୋର ଉତ୍ତମତାକୁ ତଳେ ପକେଇବା ପାଇଁ ମଧ୍ୟ ମୁଁ ଶିଖିବା ଆବଶ୍ୟକ। ଗତ ଦିନ ମାନଙ୍କରେ କଇନକ ବିଷୟରେ ମୁଁ କହୁଥିଲି ଯେ କଇନ ଗୋଟେ ଲୋକ ଯେ କି ସେ ପ୍ରଭୁଙ୍କୁ କେବଳ ସେ ଜାଣିବା ପାଇଁ ଚାହିଁଲା,
जो प्रभु ताको ग्रहण नहीं करेंगे। କିନ୍ତୁ ଆମ ଲାଇଫରେ ଏ ବିଷୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ଯେ ଆମେ ସେ ପ୍ରଭୁଙ୍କୁ କେବଳ ଯଦି ଆମେ ଶିଖିବା ପାଇଁ ଅ, ଚେଷ୍ଟା କରୁଛୁ ଯେ ପ୍ରଭୁ ଆମର ସମସ୍ୟାରେ ଆମକୁ ଉଦ୍ଧାର କରିବେ, ସାହାଯ୍ୟ କରିବେ, ଆମର କଷ୍ଟକର ପରିସ୍ଥିତିରେ ଆମକୁ ସେ ହେଲ୍ପ କରିବେ, ଆମର ପ୍ରତ୍ୟେକ ୱାଣ୍ଟିଂ ରେ, ଆମର ପ୍ରତ୍ୟେକ ଆବଶ୍ୟକ ବିଷୟ ଗୁଡାକ ପାଇଁ ସେ ଆମକୁ ସାହାଯ୍ୟ କରିବେ, ତାହେଲେ ଆମେ ଖୁସି ହେଇକି ରହିବା। ଅପର ପକ୍ଷରେ ଆମକୁ ସେ ପ୍ରଭୁଙ୍କୁ ମଧ୍ୟ ନିହାତି ପାଇବା ଆବଶ୍ୟକ ଅଟେ। ଆମେ ସେ ପ୍ରଭୁଙ୍କର ପରିଚୟ ମଧ୍ୟ ପାଇବା ଆବଶ୍ୟକ ଅଟେ, ଯୋଉ ପରମେଶ୍ୱର ଆମ ପାଇଁ, ଆମ ପାଇଁ, ଆମର ଆତ୍ମା ପାଇଁ, ଆମଠାରେ ଥିବା ପ୍ରତ୍ୟେକ ବିଷୟକୁ ସେ ଛଡେଇକି ନେଇଯିବେ। ଆମକୁ ସେ ଅଗ୍ରାହ୍ୟ ମଧ୍ୟ କରିବେ, ଆମମାନଙ୍କୁ ସେ ଶାସନ ମଧ୍ୟ କରିବେ, ଆମମାନଙ୍କୁ ସେ ଗାଳି ମଧ୍ୟ କରିବେ, ଆମମାନଙ୍କୁ ସେ ସର୍ବଶୂନ୍ୟ ବି କରିବେ ସେ ପ୍ରଭୁ। କାରଣ ବାଇବଲ କହୁଛି ଯିଶା 45:7 ଆଲୋକ ଦୀପ୍ତିକୁ ପ୍ରଭୁ ସୃଷ୍ଟି କରିଥାନ୍ତି, ଅନ୍ଧକାରକୁ ମଧ୍ୟ ପ୍ରଭୁ ସୃଷ୍ଟି କରିଥାନ୍ତି। ତ ଏଇ ଜାଗାରେ ମୁଁ କହିବାକୁ ଚାହୁଁଛି ଯଦି ନୋଏମି ଯଦି ମୋଆବ ଦେଶରେ ପରିପୂର୍ଣ୍ଣ ହେଇକି ଥାନ୍ତେ, ସବୁ ବିଷୟ ତାଙ୍କ ପାଖରେ ପରିପୂର୍ଣ୍ଣ ହେଇକି ଥାନ୍ତେ, ହଁ ଯାହା ମଧ୍ୟ ସେ ଚାହିଁଲେ ସବୁ ଥାନ୍ତା, ସ୍ୱାମୀ ତାଙ୍କ ପାଖରେ ଥାନ୍ତେ, ଦିଟା ପିଲାମାନେ ସବୁ ଥାନ୍ତେ। ଏବେ ମୁଁ ପଚାରିବାକୁ ଚାହୁଁଛି ଯଦି ନୋଏମିଙ୍କର ସରାଉଣ୍ଡିଂରେ, ନୋଏମିଙ୍କର ପାଖରେ ସମସ୍ତ ବିଷୟ ପଜିଟିଭଲି ଭଲ ବିଷୟ ଯଦି ଖାଲି ଭଲରେ ଉନ୍ନତି ହେଇଥାନ୍ତା, ପ୍ରଥମ ଜିନିଷ ହଉଛି ନୋଏମି କେବେ ଚାହିଁଥାନ୍ତେ କି, ବା ନୋଏମି କେବେ ମଧ୍ୟ ସେ ସର୍ତ୍ତ ପାଇଥାନ୍ତେ କି ମତେ ମୋଆବକୁ ଛାଡିକି ବେଥଲେହେମକୁ ଫେରିବା ଆବଶ୍ୟକ ବୋଲି? କେବେ ବି ନାହିଁ। ତେବେ ମୋଆବକୁ ଛାଡିବା ପାଇଁ ନୋଏମିକୁ ଧ୍ୱଂସ ହେବା ପାଇଁ ପଡିବାର ଥିଲା। ଏବେ ମୋଆବ ଠାରୁ ତାର ହୃଦୟକୁ ବାହାର କରିବା ପାଇଁ, ମୋଆବ ଠାରୁ ତାଙ୍କର ମନକୁ ଫେରାଇ ଆଣିବା ପାଇଁ ନୋଏମିକୁ ଧ୍ୱଂସ ହେବାର ଥିଲା, ନୋଏମିକୁ କଷ୍ଟ ପାଇବାର ଥିଲା, ନୋଏମିକୁ କ୍ଲେଶ ପାଇବାର ଥିଲା, ନୋଏମିକୁ କାନ୍ଦିବାର ମଧ୍ୟ ଥିଲା। ଏବେ ନୋଏମିକୁ ବହୁତ ଗୁଡେ କଷ୍ଟକର ପରିସ୍ଥିତିକୁ ସାମ୍ନା କରିବାର ଥିଲା। କିନ୍ତୁ ଏ ସମସ୍ତ ବିଷୟ ସାମ୍ନା କରିବାର ପଛରେ କାରଣ ନାହିଁ ଯେ ସେ ମୋଆବରେ ସେ ତାର ଜୀବନ ସରେଇବ। ଏବେ ବେଥଲେହେମକୁ ସିଫ୍ଟ ହେବା ପାଇଁ, ବେଥଲେହେମକୁ ସ୍ଥାନାନ୍ତର ହେବା ପାଇଁ କଣ କଣ ବିଷୟର ସପୋର୍ଟ ଦରକାର ତାକୁ? ମୋଆବରେ ସମସ୍ତ ବିଷୟରେ ସେ ଧ୍ୱଂସ ହେବା ବିଷୟ ତାକୁ ନିହାତି ଆବଶ୍ୟକ ଅଟେ। ଆମେ ମୋଆବରେ କୌଣସି କ୍ଷେତ୍ରରେ ସେ ସମୃଦ୍ଧିଶାଳୀ ହେବା ଆବଶ୍ୟକ ନଥିଲା। ସେ କଣ କହିଲେ, ମୁଁ ପରିପୂର୍ଣ୍ଣ ଯାତ୍ରା କରୁଥିଲି, ମୁଁ ଆଶାରେ ଆସିଥିଲି। ଆମେ ସମସ୍ତେ ଯୋଉ ସମୟ ଆମ ଲାଇଫ ଆମର ଜୀବନକୁ ଆରମ୍ଭ କରିଥିଲୁ, ବହୁତ ଗୁଡେ ଆଶା ଥିଲା ଦୁନିଆ ଆଡକୁ ମୋର ମଧ୍ୟ। ମୁଁ ଭାବୁଥିଲି ମୋର ଭବିଷ୍ୟତରେ ମୁଁ କେମିତି ବଞ୍ଚିବି, ଅନେକ ଗୁଡିଏ ପ୍ଲାନ ଥିଲା ମୋର, ଅନେକ ଗୁଡିଏ ସ୍ୱପ୍ନ ଥିଲା ମୋର। ସେଇଟା ମଧ୍ୟ ସ୍ୱତନ୍ତ୍ର ଭାବରେ ଦାରିଦ୍ରତାର ଜୀବନକୁ ପରିସ୍ଥିତିକୁ ବଞ୍ଚିଲା ସମୟରେ ସେ ତାଠୁ ଯେତିକି ମଣିଷ ଚିନ୍ତା କରେ ତାର ଭବିଷ୍ୟତ ପାଇଁ, ତାଠୁ ବହୁଗୁଣ ମାତ୍ରାରେ ଅଧିକ ମଧ୍ୟ ମୁଁ ଭାବୁଥିଲି, ଆରେ ମତେ ବହୁତ ବିଷୟ ଗୁଡାକୁ ପାଇବାର ଅଛି ଦୁନିଆରେ, ଅନେକ ବିଷୟ କରିବାର ଅଛି। କିନ୍ତୁ ବିପରୀତ ଭାବରେ ଯେପରି ବର୍ତ୍ତମାନ ନୋଏମି ସମସ୍ତ ବିଷୟକୁ ମୋଆବରେ ହରେଇଲେ। ଏବେ ଯେତେବେଳେ ଆମମାନେ ଏ ବିଷୟକୁ ଚିନ୍ତା କରିବା ଯେ ମୋ ଜୀବନରେ କାହିଁକି ଏମିତି ହଉଛି, ମୋର ଜୀବନରେ କାହିଁକି ମତେ ଏମିତି ହିଁ ଲାଗୁଛି, ଆରେ ମୁଁ ଦିନେ ଚର୍ଚ୍ଚରେ ଖୁସି ଥିଲା ମୋ ପାଇଁ, ମୁଁ ଚର୍ଚ୍ଚରେ ଆସିକି ମୁଁ ଖୁସି ଥିଲି, ସୁଷମାଚାର ଶୁଣିକି ବେଶୀ ବଢିଆରେ ଥିଲି, କଣ ପାଇଁ ଧୀରେ ଧୀରେ ମୁଁ ଟ୍ରାଭେଲ ହଉଛି ମୁଁ ଚର୍ଚ୍ଚ ଲାଇଫରେ, କାହିଁକି ମଣ୍ଡଳୀର ଜୀବନକୁ ବିତେଇଲା ସମୟରେ ମୁଁ ଅଧିକ ଟ୍ରାଭେଲ ହଉଛି, ହଇରାଣ ହଉଛି, ମତେ ଭଲ ଲାଗୁନାହିଁ, ଅନେକ ଗୁଡିଏ କ୍ଷେତ୍ରରେ ମତେ ଅନକମ୍ଫର୍ଟେବଲ ଲାଗୁଛି, ମତେ ଭଲ ଲାଗୁନାହିଁ। ଭାଇ ଭଉଣୀକୁ ମୁଁ ଆଜି କହିବାକୁ ଚାହୁଁଛି, ପ୍ରତ୍ୟେକ ସମୟରେ ଆମମାନଙ୍କୁ ପରମେଶ୍ୱର ସିଫ୍ଟିଂ କରିବାର, ଆମର ହୃଦୟକୁ ସ୍ଥାନାନ୍ତର କରିବାର, ଆମର ଲାଇଫକୁ ସେ ସ୍ପିରିଚୁଆଲ ଲାଇଫ, ଆତ୍ମିକ ଜୀବନର ପ୍ରୋସେସିଂ କଣ ବା ଆତ୍ମିକ ଜୀବନର ଶୈଳୀ କଣ ଜାଣିଛନ୍ତି? ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ଆମକୁ କିଛି ବିଷୟ ପରିତ୍ୟାଗ କରିବା ଆବଶ୍ୟକ ଅଟେ, ଆଉ କିଛି ବିଷୟ ଗ୍ରହଣ କରିବା ଆବଶ୍ୟକ। ଆମେ ସବୁଦିନ ଖାଉଛୁ, ସବୁଦିନ ଖାଇଲା ପରେ ଆମେ
ଆମେ ଟଏଲେଟ କୁ ଯିବାର ମଧ୍ୟ ସମୟ ଅଛି, ତାପରେ ଖାଇବାର ସମୟ ଅଛି। ଦେନ୍ ଆମେ ଯଦି ଟଏଲେଟ କୁ ଯିବା ନାହିଁ, ମାସ ମାସ ସଂଖ୍ୟା ଖାଲି ଖାଉଥିବା, ତାହେଲେ କେମିତି ହବ? ଆଁ? ଆମର ମାସରିପଡାର ମନୋଜ ଭାଇ ଯିଏ ଅଛନ୍ତି, ମୁଁ ଶୁଣିଲି ସେ ବର୍ଷା ଶୀତ ହଉ କି ଖରା ହଉ ସେ ପଖାଳ ଖାଇବେ ଆଉ ଯିବେ ତାଙ୍କର କାମ। ଯାହା ହେଲେ ମୁଁ ସେ ପଖାଳ ଟିକେ ଖାଇକି ଆଗ ଯିବେ ସେ। ବର୍ଷା ହଉ ସେ ଥଣ୍ଡା ହଉ ଶୀତ ହଉ ଗରମ ହଉ, ଯଦି ମାସ ମାସ ସଂଖ୍ୟା ଯଦି ଟଏଲେଟକୁ ନ ଯାଇ ଖାଲି ପଖାଳ ଆଗ ଯଦି ମନୋଜ ଭାଇ ଖାଇକି ରହିବେ, ତାହେଲେ ଜୀବନ କେମିତି ହେଇଯିବ? କଷ୍ଟ ହବ ନା। ଆତ୍ମିକ ଜୀବନ ବୋଧେ ସମାନ। ଆମେ ପରମର୍ଶ ବାକ୍ୟ ଆମେ ଶୁଣୁଛୁ, ତା ସହିତ ପରମର୍ଶ ବାକ୍ୟକୁ ଯେଉଁଥିରେ ଆମର ହୃଦୟରେ ଆମେ ରଖୁଛୁ, ତା ସହିତ ଆମର ପ୍ରତ୍ୟେକ ବର୍ଜ୍ୟବସ୍ତୁକୁ ଯେମିତି ଆମେ ଛାଡୁଛୁ, ବାହାରକୁ ବାହାର କରୁଛୁ, ଠିକ ସେମିତି ପ୍ରତ୍ୟେକ ଦିନ ଆମର ହୃଦୟରୁ ଯେମିତି ବର୍ତ୍ତମାନ ଜମିରେ ଘାସ କିଏ ବି ଲଗୁନି, କିନ୍ତୁ ଆପେ ଆପେ ଘାସ ବାହାରୁଛି। କିନ୍ତୁ ଘାସ ଜମିକୁ ହଇରାଣ କରୁଛି ଗଛ ଉଠିଲା ସମୟ। ଘାସ ସଫା କରିବାକୁ ପଡିବ ଯୋଉଠି ଆମେ ଗଛ ରହୁଛୁ। ସେମିତି ପ୍ରତ୍ୟେକ ଦିନ ମଣ୍ଡଳୀ ମତେ ସାହାଯ୍ୟ କରୁଛି କଣ? ମୋର ଚିନ୍ତାକୁ ତଳେ ପକେଇବା ପାଇଁ, ପରିତ୍ୟାଗ କରିବା ପାଇଁ, ମୋର ନିଜର ମାପଦଣ୍ଡ, ମୋ ନିଜର ଯୋଜନା, ମତେ ଯାହା ଠିକ ଲାଗୁଛି ସବୁ ବିଷୟକୁ ପରିତ୍ୟାଗ କରିକି ପରମେଶ୍ୱରଙ୍କ ବାକ୍ୟ ଦ୍ଵାରା ଆମେ ଆଗକୁ ବଢୁଛୁ। ତ ବର୍ତ୍ତମାନ ନଇବି ଏବେ ମୋ ଉପରେ ସମସ୍ତ ବିଷୟ ହରେଇବା, କେବେ ମଧ୍ୟ ତା ପାଇଁ ଆମକୁ ସାକୁ ନାହିଁ। ଆଜି ଯେତେବେଳେ ପାଉଲ ସାକ୍ଷ୍ୟ ଦଉଛନ୍ତି ଜାଗାରେ, ଆମେ ଏଇ ଜାଗାରେ ପାଇପାରିବା କଣ ପ୍ରଭୁ କହୁଛନ୍ତି ଏ ଜାଗାରେ? ଦେଖନ୍ତୁ, ପ୍ରଥମ କରନ୍ତୁ 4 ପ୍ରଭୁ ବାକ୍ୟ ଯାହା ପଢୁଛୁ, 6 ପଦ ଦେଖିବା ଆମେ। 6 ପଦ, ପ୍ରଥମ କରନ୍ତୁ 4 ପ୍ରଭୁ 6 ପଦ। ହେ ଭାଇ ମାନେ, ମୁଁ ତୁମମାନଙ୍କ ଶିକ୍ଷା ନିମନ୍ତେ ଏହି ସବୁ କଥା ମୋ ନିଜକୁ ଆପଣଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲେ, ଯେପରି ଯାହା ଲିଖିତ ଅଛି ତା ଅତିକ୍ରମ କର ନାହିଁ। ଏହା ତୁମେମାନେ ଆମମାନଙ୍କ ଠାରୁ ଶିକ୍ଷା କର, ପୁଣି ଯେପରି ତୁମମାନଙ୍କ ମଧ୍ୟରୁ କେହି ଜଣଙ୍କର ସପକ୍ଷ ଓ ଅନ୍ୟ ଜଣଙ୍କ ବିପକ୍ଷ ହୋଇ ଗର୍ବୀ ନ ହୁଅ। ତ ବର୍ତ୍ତମାନ ଆମର ଡେଇଲି ସ୍ପିରିଚୁଆଲ ଲାଇଫରେ ଆମେ କେମିତି ନିଜର ହୃଦୟକୁ ମ୍ୟାନେଜ କରିବା, ଆମେ କେମିତି ନିଜର ଜୀବନକୁ ଆମେ ପରିଚାଳନା କରିବା, ଗୋଟେ ଗୋଟେ ବିଷୟ ଏଠି ସ୍ପଷ୍ଟ ଭାବରେ, ଅତି ସୂକ୍ଷ୍ମ ଭାବରେ, ଅତି ପ୍ରାଞ୍ଜଳ ଭାବରେ ଏଇ ଜାଗାରେ ପ୍ରଭୁ ଆମକୁ ବ୍ୟାଖ୍ୟା କରୁଛନ୍ତି। ଆମେ କେବେ ମଧ୍ୟ ଯାହା ଲିଖିତ ଅଛି ତାହା ଅତିକ୍ରମ କରିବା ଉଚିତ ନାହିଁ। ତ ଈଶ୍ୱରଙ୍କ ବାକ୍ୟ ସହିତ ଜଡିତ ମୋ ନିଜର ଚିନ୍ତା, ମୋ ନିଜର ଧାରଣା, କି ମୋ ନିଜର ମତ, ତ ଯେତେବେଳେ ଆମେ ଏ ବିଷୟକୁ ଯଦି କ୍ଲିୟର ଲାଇନକୁ ପାଇବା, ତାହେଲେ ଆମେ ଯୀଶୁ ଯେମିତି କହିଲେ ଜହନ 10:8 ମୋର ଶକ୍ତି ଅଛି ଧରିବା ପାଇଁ, ମୋର ଶକ୍ତି ଅଛି ତଳେ ପକେଇବା ପାଇଁ। ହଁ, ଆମେ ଈଶ୍ୱର ବାକ୍ୟକୁ ଯେତେବେଳେ ରଖୁଛୁ ହୃଦୟରେ, ତା ସହିତ ଆମର ଚିନ୍ତା ମଧ୍ୟ ଆମ ନିଜର ଧାରଣା ବିଷୟ ଗୁଡାକ ମଧ୍ୟ ତଳେ ପରିତ୍ୟାଗ କରିବା ପାଇଁ ମଧ୍ୟ ଆମକୁ ନିହାତି ଶିଖିବା ପାଇଁ ଆବଶ୍ୟକ। ଯେପରି ଆମେ ଈଶ୍ୱରଙ୍କ ବାକ୍ୟରେ ଲିଖିତଠୁ ଅଧିକ ଅତିକ୍ରମ ନ କରିବା, ଆଉ ଏହା ତୁମାନେ ଆମମାନଙ୍କର ଶିକ୍ଷା କର, ଯେପରି ତୁମମାନଙ୍କ ମଧ୍ୟରୁ କେହି ଜଣଙ୍କର ସପକ୍ଷ ଆଉ ଜଣଙ୍କ ବିପକ୍ଷ ହୋଇ ଗର୍ବୀ ନ ହୁଅ। ହଁ, ଯେତେବେଳେ ଆମେ ବଞ୍ଚୁଛୁ ସେଠି କାହା ସହିତ ମୋର ସପକ୍ଷ ହେଇକି ମୁଁ ବଞ୍ଚିବା ଦରକାର। ପ୍ରଥମ ବିଷୟ ହଉଛି, ଯେତେବେଳେ ମୁଁ ନିଜର ଜୀବନକୁ ଦେଖିଲେ ମୋ ଭିତରେ ହିଁ ମୋର ବିରୋଧ କରିବାର ଶତ୍ରୁ ମାନେ ଅଛନ୍ତି। ତ ଏଇ ଶତ୍ରୁ ମାନଙ୍କ ବିରୋଧରେ ଯିବା ପାଇଁ, ଏ ଶତ୍ରୁ ମାନଙ୍କ ସହିତ ଲଢେଇ କରିବା ପାଇଁ, ଏ ଶତ୍ରୁ ମାନଙ୍କ ଠାରୁ ଅଲଗା ହେବା ପାଇଁ ମତେ କିଏ ସାହାଯ୍ୟ କରୁଛି? ମଣ୍ଡଳୀ ସାହାଯ୍ୟ କରୁଛି, ପରମେଶ୍ୱର ଦାସ ମାନେ ମତେ ସାହାଯ୍ୟ କରୁଛନ୍ତି। କାରଣ ତାହାଙ୍କ ଦ୍ଵାରା ମୁଁ ପ୍ରଭୁଙ୍କର ବାକ୍ୟର ଶକ୍ତିକୁ ପାଉଛି, ଆଉ ସେ ବାକ୍ୟ ପ୍ରତିଫଳିତ ହଉଛି ଯେ ମୋର ସ୍ଥିତି କୋଉଠି, ମୁଁ କେମିତି ବଞ୍ଚୁଛି ବୋଲି କହୁଛି। ତେଣୁକରି ସେଠି 7 ପଦରେ ଆମେ ଦେଖିବା, ତାହେଲେ ସେଠି ଲେଖା ହେଇଛି, କାରଣ କିଏ ତୁମକୁ ଶ୍ରେଷ୍ଠ କରୁଅଛି, ଆଉ ଯାହା ତୁମେ ଦାନ ସ୍ୱରୂପ ଦାନ ସ୍ୱରୂପ ପାଇନାହ, ଏପରି ତୁମର କଣ ଅଛି? ମୁଁ ବାକ୍ୟ ମୁଁ ପଢିଲି, ସତରେ ସକାଳେ ମୁଁ ଉଠିକି ବାକ୍ୟକୁ ପଢୁଥିଲି, ମୁଁ ଚମକି ଗଲି। ଯାହା ତୁମ୍ଭେ ଦାନ ଆଉ ଯାହା
ତୁମେ ଦାନ ସ୍ୱରୂପେ ପାଇନାହ ଏପରି ତୁମର କଣ ଅଛି? ଚର୍ଚ୍ଚ ଲାଇଫକୁ ମୁଁ ଯୋଉ ଦେଖୁଛି ସମସ୍ତ ବିଷୟ ଅନୁଗ୍ରହରେ ମୁଁ ଦାନ ପାଇଛି, କିନ୍ତୁ ଯଦି ତୁମେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇନଥିଲା ପରେ କାହିଁକି ଗର୍ବ କରୁଅଛ? ମୁଁ ଗତକାଲି ଯେତେବେଳେ ଗୋଟେ ମତେ ଜାଗାରେ ମୁଁ ଟିକେ ସୁପ୍ ପିଇବା ପାଇଁ ଅଟକି ଗୋଟେ ଜାଗାରେ ଟିକାବାଲି ପାଖରେ ଟେଙ୍ଗଣା ପତ୍ର ବୋଲି ଗୋଟେ ଛକ ଅଛି ନା, ମୁଁ ଉଠିଲି ଆଉ ସେଠି ଚାଉମିନ ପକୋଡା ସୁପ୍ ବିକୁଥିଲେ। ସେ ଠେଲା ଗାଡିରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବିକୁଥିଲେ। ମତେ ଭୋକ ଲାଗୁଥିଲା, କାହିଁକି ମୁଁ ଦିନରେ ଲଞ୍ଚ କରିନଥିଲି ଭଲରେ। ତ ମୁଁ ଗଲି ସେ ଦୋକାନ, ଆଉ ମୁଁ ପଚାରିଲି ମତେ ସୁପ୍ ଗୋଟେ ଦିଅ ବୋଲି କହିଲି। ତ ଯେତେବେଳେ ମୁଁ ଦେଖିଲି ସେ ଦୋକାନର ମାଲିକ ଯିଏ, ତାଙ୍କ ଶରୀର ପୁରା ଦୁର୍ବଳ ହେଇକି ଥିଲା। ମୁଁ ତାକୁ ପଚାରିଲି ତମେ ମଦ ପିଉଛ କି ଭାଇ? କହି ସିଧା ପଚାରିଲି। ହଁ ଆଜ୍ଞା, ମୁଁ କଣ କରିବି, ଆଉ ମୁଁ ତ ଛାଡି ପାରୁନାହିଁ, ମୁଁ ପିଉଛି ଆଉ। ତାପରେ ମୁଁ ସେ ଲୋକକୁ, ସେ ବ୍ୟକ୍ତିକୁ ମୁଁ କହିଲି, ଆପଣ ଜାଣିଛନ୍ତି ଆପଣଙ୍କର ଯୋଉ ଜୀବନ ଅଛି, ଆପଣ କେବଳ ନିଜ ପାଇଁ ମଦ ପିଉଛ। ତମେ ଅନ୍ୟ କାହା ପାଇଁ ମଦ ପିଉନ, ନିଜକୁ ସନ୍ତୁଷ୍ଟ କରିବାକୁ ପିଉଛ। ତମର କେତେଟା ଛୁଆ ଅଛି? ନା ଗୋଟେ ପୁଅ ଗୋଟେ ଝିଅ ଅଛି। ତ ତମେ ଏଇ ପ୍ରକାର ସ୍ଥିତିରେ ଏବେ ଦେଖାଯାଉଛ, ଗୋଟେ ପଇସା କମେଇବା ପାଇଁ ଖଟୁଛ ଏଇ ଜାଗାରେ, କିନ୍ତୁ ଆଉ ଗୋଟେ ପଟେ ତମର ଶରୀର ଏମିତି ହେଇଗଲାଣି, ତୁମେ ଯେକୌଣସି ମୁହୂର୍ତ୍ତରେ ମରିବ ପୁରା ପତଳା ହେଇକି। ମଦ ପିଉଛିର ଶରୀର ପୁରା ଜଣା ପଡିବ, ତାକୁ ସେମିତି ଦେଖାଯାଉଛି। ଯେ ତମେ ଯେକୌଣସି ମୁହୂର୍ତ୍ତରେ କିଛି ଯଦି ହେଇଯିବ, ତମ ସହିତ ତମ ସ୍ତ୍ରୀର ଜୀବନ ମଧ୍ୟ ମରିଯିବ, ଆଉ ତମ ଦିଟା ପିଲାଙ୍କର ଜୀବନ ମଧ୍ୟ ଛାରଖାର ହେଇଯିବ। ତମେ ଜାଣିଛ, ତମେ ତିନିଟା ଜୀବନ ଧରିଛ ତମ ଭିତରେ, ତମର ସ୍ତ୍ରୀ, ତମର ପିଲାମାନେ। ଆଉ ଯଦି ତମେ ନିଜର ଜୀବନକୁ ନିୟନ୍ତ୍ରଣ କରିବା ପାଇଁ ଶିଖିନ, ଏଇ ଜାଗାରେ ଲକ୍ଷ ଲକ୍ଷ ଟଙ୍କା କମେଇଲେ ମଧ୍ୟ କିଛି ଲାଭ ନାହିଁ। କାହିଁକି ଏଇଟା ମୁଁ କହୁଛି, ମୁଁ ସେ ରାସ୍ତାରେ ଗତି କରିକି ମୁଁ ମରିବା ପାଇଁ ଅଳ୍ପ ସମୟ ଥିଲା ମୋର। ଲୋକମାନେ ଜମା ହେଇଛନ୍ତି ସେ ଜାଗାରେ କୁକୁଡା ଖାଇବା ପାଇଁ। ଏଇ ପ୍ରକାର ପରିବେଶ ସେଠି ହେଇଗଲା। ମୁଁ ହଠାତ୍ ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ କାନ୍ଦୁଛନ୍ତି, ତାଙ୍କ ସ୍ତ୍ରୀ କାନ୍ଦୁଛି, ତା ସ୍ତ୍ରୀ କାନ୍ଦିବା ପାଇଁ। ମୁଁ ପଚାରିଲି, ଆପଣଙ୍କ ସ୍ତ୍ରୀକୁ ଦେଖନ୍ତୁ, ତା ଭିତରେ କେତେ କଷ୍ଟ ଅଛି ତମକୁ ନେଇକି। ତ ସେ ମତେ କଣ କହିବ? ତମେ କିଛି କହିପାରିବ ନାହିଁ, କାରଣ ତମେ ଏଇ ଜାଗାରେ ପଇସା କମେଇବା ପାଇଁ କାମ କରୁଛ, ଏଠି ଠେଲାରେ ବିକୁଛ ପକୋଡା ଚାଉମିନ, କିନ୍ତୁ ପିଲାମାନଙ୍କର ଲାଇଫକୁ, ପିଲାମାନଙ୍କର ଭବିଷ୍ୟତକୁ ସେ ଦେଖିଲେ, ଆରେ ଇଏ ପିଇଲେ ମଧ୍ୟ କଣ କରିବା, ଗୋଟେ ପଇସା କମଉଛି, ତାକୁ ମୁଁ କିଛି କହିପାରିବି ନାହିଁ। କିନ୍ତୁ ତା ପାଖରେ ତମ ସ୍ତ୍ରୀକୁ ଦେଖ, ତମ ସ୍ତ୍ରୀ ପାଖରେ କେତେ କଷ୍ଟ ଅଛି, ଲୋକଙ୍କର କାନ୍ଦୁଛି ସେ ବୋଲି। ଆଉ କାହିଁକି ଏତିକି ଏତିକି ମାନେ ବଳପୂର୍ବକ ଭାବରେ ମୁଁ ତମକୁ କହୁଛି, ଜାଣିଛ, ମୁଁ ସେ ରାସ୍ତାରେ ଯାଇଛି, ଆଉ ରେଜଲ୍ଟକୁ ପାଇଛି। ରେଜଲ୍ଟ ହଉଛି ବହୁତ ଭୟଙ୍କର। ଆଜି ହିଁ ଆପଣ ଏଟାକୁ ପରିତ୍ୟାଗ କରନ୍ତୁ, ଛାଡନ୍ତୁ, ପିଅନ୍ତୁ ନାହିଁ। ସେ ସମୟରେ ମୁଁ ସେଠି ତାକୁ କହିଲି, ମୁଁ ଗୋଟେ ପ୍ରଭୁଙ୍କ ଦାସ, ଆମର କାମ ହଉଛି ଲୋକଙ୍କୁ ବାକ୍ୟ କହିବାଟା। ତ ମୁଁ ଯେତେବେଳେ ଏ ବିଷୟକୁ ଏବେ ଚିନ୍ତା କରୁଛି ଯେ ମୁଁ କଣ ଏକ୍ସଟ୍ରା ସେ ଲୋକ, ବା ସେ ଲୋକଠାରୁ ଅଲଗା କଣ? ସେ ମଦ ଦ୍ୱାରା ଶରୀରକୁ ନଷ୍ଟ କରୁଛି। ମୁଁ ଚର୍ଚ୍ଚରେ ମୋର ପୋଜିସନ, ମୋର ଗର୍ବ, ମୋର ଦାମ୍ଭିକତା, ମୋର ନିଜର ଚିନ୍ତା, ଯାହାକି ପ୍ରଭୁଙ୍କ ବାକ୍ୟ ନାହିଁ, ମୁଁ ତା ଦ୍ୱାରା ନଷ୍ଟ ହେଇକି ଆସିଲି। ରେଜଲ୍ଟ ଥିଲା 2018 ମସିହାରେ ମୁଁ ମଣ୍ଡଳୀକୁ ଲାତ ମାରିକି ପଳେଇଲି। ପ୍ରଭୁଙ୍କ ଦାସଙ୍କ ଠାରୁ, ମୋ ପାଖକୁ ଆସୁଥିବା ଜୀବନର ସ୍ରୋତ ଠାରୁ ମୁଁ କଟ୍ ଅଫ୍ ହେଇଗଲି। ମୁଁ ହିଁ ମୋର ଘରର ରୁମର ଲାଇଟର ସୁଇଚକୁ ବନ୍ଦ କରିଦେଲି। ଅନ୍ଧାର ହେଇଗଲା। ରାତ୍ରି ସମୟରେ ଆମକୁ ଆଲୁଅ ଦରକାର। ମୁଁ ହିଁ ମୋର ଆଲୁଅର ସୁଇଚକୁ ଲିଭେଇ ଦେଲି।
ଏଇଟା ହଉଛି ମୋର ବୁଦ୍ଧି, ଏଇଟା ହଉଛି ମୋର ଜ୍ଞାନ। କିନ୍ତୁ ଏଠି ଲେଖା ହେଇଛି ଯେ ଆମେ ତାହା ସମସ୍ତ ବିଷୟ ଅନୁଗ୍ରହରେ ପାଇଛୁ। ମୁଁ ଯଦି ଜଣକୁ ଜଣକୁ ଦେଖୁଛି ଏଠି ଜୁମରେ, ପ୍ରଦୀପ ବିଷୟରେ ମୁଁ ଯଦି ଚିନ୍ତା କରୁଛି, ବହୁତ ବର୍ଷ ପୂର୍ବରୁ ପ୍ରଦୀପକୁ ମୁଁ ଭେଟିଥିଲି। ସେ ବାକ୍ୟକୁ ଶୁଣିକି ଚର୍ଚ୍ଚକୁ ଆସିବା ପାଇଁ ଆରମ୍ଭ କଲା। ତ ସେଇ ସମୟରେ ତା ପାଖରେ ସେ ବେଶୀ ବୟସର ଛୋଟ ଥିଲା। ସାନ ବଡକୁ ଯିବାର ଆମେ ସେଠି ଆମର ଭାଇ ଭଉଣୀ ମାନେ ସବୁ ଗୁଡି ପଥର ପିଟୁଥିଲେ। ସେ ଗୁଡି ପିଟିଲା ସମୟରେ ମଧ୍ୟ ଯାଇକି ସେଇଠି ବାକ୍ୟ ପ୍ରଚାର କରିବା, ପାଷ୍ଟ ପଠେଇବାର, ତମେ ଯାଅ ବୋଲି। ତ ଏ ଜୁମରେ ଆଜି ଥିବା ପ୍ରତ୍ୟେକ ଭାଇ ଭଉଣୀ ମାନେ ଆମେ ସମସ୍ତ ବିଷୟ ଦାନ ସହକାରେ ପାଇଛୁ। ମୁଁ ଯୋଉଦିନ ଆମର ବନଲତା ଭଉଣୀ ହୁଅନ୍ତୁ, ଅଞ୍ଜଳି ଟିକନ ହୁଅନ୍ତୁ, କି ଆମର ଅନ୍ୟ ଅନ୍ୟମାନେ ଯିଏ ବି ହୁଅନ୍ତୁ ଏଠି ଅଛନ୍ତି, ଯଦି ମୁଁ ଯେତେବେଳେ ତାଙ୍କର ପୂର୍ବ ଜୀବନକୁ ମନେ ପକାଉଛି, ତାହେଲେ କେତେ କଷ୍ଟକର ବିଷୟକୁ ସମ୍ମୁଖୀନ କରିକି ଜୀବନ ଯାପନ କରିବା ପାଇଁ ମଣ୍ଡଳୀ ସାହାଯ୍ୟ କରୁଛି ଆମକୁ। ଆଜି ବିଭୁ ଭାଇ ବଢିଆ ଟି ସାର୍ଟ ପିନ୍ଧିକି ଆସିଛନ୍ତି। ବ୍ରଦର ବିଭୁ ଲୁକ୍ସ ଭେରି ହ୍ୟାଣ୍ଡସମ୍ ଟୁଡେ। ତ ବିଭୁ ଭାଇ ବିଷୟରେ ମୁଁ ଯେତେବେଳେ ଚିନ୍ତା କରୁଛି, ଗୋଟେ ସମୟ ଥିଲା ଯୋଉ ସମୟରେ କି ମୁଁ ତାଙ୍କୁ ଭେଟିଥିଲି, ବହୁତ କଷ୍ଟ ଥିଲା ତାଙ୍କ ହୃଦୟରେ। ଏଇ ପ୍ରକାର ପରିସ୍ଥିତିକୁ ନେଇକି ସେ ଥିଲେ ଯୋଉ ସମୟରେ କି ମୁଁ ତାଙ୍କୁ ଭେଟିଥିଲି। ସତରେ ଲୋକମାନେ ଜଗତରେ ସମସ୍ୟା ଅଧିକ ବଢିଗଲେ ସୁଇସାଇଡ କରିଦିଅନ୍ତି। ମାଇଣ୍ଡ ଯଦି ୱିକ୍ ଅଛି, ତାହେଲେ ଲୋକମାନେ ନିଜ ଜୀବନକୁ ଆଉ ପାରୁନାହିଁ କହିକି ସରିଦେବେ। ମୁଁ ବିଶ୍ୱାସ କରୁଛି ଆମର ପ୍ରତ୍ୟେକ ଭାଇ ଭଉଣୀ ମାନେ ଆମେ ସମସ୍ତେ ପ୍ରଭୁଙ୍କର ଦାନ ପ୍ରାପ୍ତ ହୋଇଅଛୁ। ସୁଷମାଚାରକୁ, ଏ ଚର୍ଚ୍ଚକୁ ପାଇବା ବିଷୟକୁ, ଆତ୍ମିକ ଭାବରେ ବଞ୍ଚିବାର ଜୀବନ। ତ କିନ୍ତୁ ବିପରୀତ ଭାବରେ ଏଠି କାହିଁକି ଲେଖା ହେଇଛି ଯେ ତମେ କଣ ପାଇଁ ତାହା ଦାନ ସ୍ୱରୂପ ପାଇନଥିଲା ପରି ଗର୍ବ କରୁଛ? 8 ପଦରେ ଦେଖିବା ମାନେ, ଇତିମଧ୍ୟରେ ତୁମେ କଣ ପରିତୃପ୍ତ ହୋଇ ଗଲଣି? ଇତିମଧ୍ୟରେ ତୁମେ କଣ ଧନବାନ ହୋଇଗଲଣି? ଆମମାନଙ୍କ ବିନା ତୁମେ କଣ ରାଜା ହୋଇଅଛ? ହଁ, ତୁମେ ମାନେ ରାଜା ହୋଇଥିଲେ ଭଲ ହୋଇଥାନ୍ତା, ଯେପରି ଆମେମାନେ ମଧ୍ୟ ତୁମମାନଙ୍କର ସହିତ ରାଜତ୍ୱ କରିପାରିଥାନ୍ତୁ। କାରଣ ମୋର ମନେ ହୁଏ 9 ପଦ, କାରଣ ମୋର ମନେ ହୁଏ ପ୍ରେରିତ ଯେ ଆମମାନେ ଆମମାନଙ୍କ ଈଶ୍ୱର ମୃତ୍ୟୁ ମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସୁଦୃଶ୍ୟ ପ୍ରଦର୍ଶନ କରିଅଛନ୍ତି, ଯୋଉଟା ଆମେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ। ତ ଏଇ ବାକ୍ୟରେ ମଧ୍ୟ ଯେତେବେଳେ ଆମେ ଦେଖିବା, କଣ୍ଟିନ୍ୟୁ ପାଉଲ ବର୍ତ୍ତମାନ ଏଠି ଆମର ସ୍ଥିତିକୁ ଦେଖାଉଛନ୍ତି ଯେ ପ୍ରଭୁ ଆମମାନଙ୍କୁ କେତେ ଭାବରେ ଆମ ସହିତ, ଆମ ପାଇଁ ସମସ୍ତ ବିଷୟ ଅନୁଗ୍ରହ ଦ୍ଵାରା କରିଛନ୍ତି। ହଁ, ଯେତେବେଳେ ଆମମାନେ ଏ ବିଷୟକୁ ଦେଖିବା, ତାହେଲେ ଆମର ପ୍ରକୃତ ସ୍ଥିତି କଣ, ଆମ ପ୍ରକୃତରେ ଆମର ଷ୍ଟେଟ୍ ଅଫ ଲାଇଫ କଣ? ଆମର ଏଠି 10 ପଦରେ ମଧ୍ୟ ଲେଖା ହେଇଛି ଯେ ଆମେ ମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମେ ମାନେ ଖ୍ରୀଷ୍ଟଙ୍କ ଠାରେ ବୁଦ୍ଧିମାନ। ଆମେ ମାନେ ଦୁର୍ବଳ, କିନ୍ତୁ ତୁମେ ବଳବାନ। ତୁମେ ମାନେ ଗୌରବ ପ୍ରାପ୍ତ, କିନ୍ତୁ ଆମମାନେ ଅନାବୃତ। ଦେନ୍ ଏଇ ଜାଗାରେ ପାଉଲଙ୍କର ହୃଦୟକୁ ଯଦି ଆମେ ଦେଖିବା, ତାହେଲେ ସେ ନିଜ ଆଡକୁ କେମିତି ବଷ୍ଟଫୁଲ ହେଇପାରୁନାହାନ୍ତି, ବା ନିଜ ଆଡକୁ ସେ କେମିତି ନିଜର ଉତ୍ତମତାକୁ ବା ନିଜର ଆତ୍ମିକତାକୁ, ନିଜର କୌଣସି ବିଷୟକୁ ସେ ଗର୍ବିତ ଭାବରେ ଦେଖାଉନାହାନ୍ତି। କିନ୍ତୁ 11 ପଦରେ ଲେଖା ହେଇଛି, ଦେଖନ୍ତୁ 11 ପଦର ବାକ୍ୟ ଯଦି ପଢିବା ମାନେ, ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମମାନେ କ୍ଷୁଧିତ ଓ ତୃଷିତ ଓ ବସ୍ତ୍ରହୀନ ଓ ପ୍ରହାରିତ ହୋଇଅଛୁ, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ। ଚର୍ଚ୍ଚ ଭିତରେ ଯେତେବେଳେ ଆମେ ବଞ୍ଚୁଛୁ, ପରମେଶ୍ୱର ଆମ ପାଇଁ କାମ କରୁଛନ୍ତି। ତ ପରମେଶ୍ୱର ଯେଉଁ ସାର୍ କାମ କରୁଛନ୍ତି, ଆମେ ସେ ପରମେଶ୍ୱର କାର୍ଯ୍ୟକୁ ବୁଝିବା ପାଇଁ ସକ୍ଷମ ନାହୁଁ ଆମର ନିଜର ବୁଝାମଣାରେ। ଯେଉଁ ଲୋକ ମିଶନ ଷ୍ଟୁଡେଣ୍ଟ ମାନଙ୍କୁ ମୁଁ ଡିଷ୍ଟର୍ବ କରୁଛି, ତାର କେବେ ମଧ୍ୟ ହୃଦୟର ଯୋଜନା ନାହିଁ ସେମାନଙ୍କୁ ଲଜ୍ଜିତ କରିବା ପାଇଁ, ସେମାନଙ୍କୁ ନିନ୍ଦିତ କରିବା ପାଇଁ, ସେମାନଙ୍କୁ ଘୃଣା କରିବା ପାଇଁ, କେବେ ବି ନାହିଁ। ଖ୍ରୀଷ୍ଟ ପରମେଶ୍ୱରଙ୍କର ହୃଦୟ କଣ? ପ୍ରଭୁଙ୍କର ହୃଦୟ ହଉଛି ଆମକୁ ବଢେଇବା ପାଇଁ। ଏ ଜାଗାରେ ପାଉଲ କଣ ବୋଲି କହୁଛନ୍ତି, ଆମମାନେ ବର୍ତ୍ତମାନ ସୁଦ୍ଧା ଆମମାନେ କ୍ଷୁଧିତ,
ବର୍ତ୍ତମାନ ସୁଦ୍ଧା ଆମେ ତୃଷିତ, ବର୍ତ୍ତମାନ ସୁଦ୍ଧା ବସ୍ତ୍ରହୀନ ପ୍ରଭାବିତ ହେଉଅଛୁ। ତ ଏ ପ୍ରକାର କଣ୍ଡିସନରେ ବର୍ତ୍ତମାନ ଯୀଶୁଙ୍କର ଆବଶ୍ୟକତା ଅଧିକ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ପାଇବେ। ହେଲେ ସମରିଆ ନଗର ଭିତରେ କୁଷ୍ଠ ଲୋକମାନେ ଭାବୁଛନ୍ତି ଆରେ ଆମେ ଏଠି ତ ମରିବା, ମୃତ୍ୟୁକୁ ସେମାନେ ଆବିଷ୍କାର କଲେ। ଆମେ ତ ରହିଲେ ମରିବା ନା, ତ କାହିଁକି ରହିବା, ତାହେଲେ ଆମେ ଯିବା ସିଆଡେ। ତ ପ୍ରଭୁ ନାହିଁ କି ଆମର ନିଜର ଶରୀରରେ ଅନେକ ଗୁଡ଼ିଏ ବିଷୟକୁ ଦେଇଛନ୍ତି ଯାହାକୁ ଆମମାନେ ପରିତ୍ୟାଗ କରିବା ପାଇଁ ସାହାଯ୍ୟ ପାଇପାରିବା। ତ ତଳେ ଆଉ ଯଦି ଆମେ ଦେଖିବା 13 ପଦ ଦେଖିବା, ମାନେ ଅପବାଦିତ ହୋଇ ମିଳନର କଥା କହୁଅଛୁ। ଏ ପର୍ଯ୍ୟନ୍ତ ସୁଦ୍ଧା ଆମମାନେ ଜଗତର ଆବର୍ଜନା ସମସ୍ତଙ୍କ କଳଙ୍କ ସ୍ୱରୂପ ହେଉଅଛୁ। ମୁଁ ତୁମମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏ ସମସ୍ତ ବିଷୟ ଲେଖୁନାହିଁ, କିନ୍ତୁ ମୋର ପ୍ରିୟ ସନ୍ତାନ ବୋଲି ମନେ କରି ତୁମମାନଙ୍କୁ ଚେତନା ଦେବା ନିମନ୍ତେ ଏ ସମସ୍ତ ଲେଖୁଅଛି। କଣ ତାହା? 15 ପଦ, କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମମାନଙ୍କର 10 ସହସ୍ର ଶିକ୍ଷକ ଥାନ୍ତେ, ତଥାପି ତୁମମାନଙ୍କର ଅନେକ ପିତା ନାହାନ୍ତି, କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ମୁଁ ତୁମମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। ଆମେ ଏବେ ସୁସମାଚାର ଦ୍ୱାରା ଆମେ ଜନ୍ମ ହେଇଛୁ ଚର୍ଚ୍ଚରେ। ସୁସମାଚାର ଦ୍ୱାରା ବର୍ତ୍ତମାନ ଚର୍ଚ୍ଚରେ ଆସିଲୁ। ଏ ଜାଗାରେ ପାଉଲ ଯେପରି ସୁସମାଚାର ମୁଁ ପ୍ରଚାର କରିକି ତମକୁ ଜନ୍ମ ଦେଲି। 16 ପଦରେ କଣ ଲେଖା ହେଇଛି? ଏଣୁ ମୁଁ ତୁମମାନଙ୍କୁ ଅନୁରୋଧ କରେ ତୁମମାନେ ମୋର ଅନୁକାରୀ ହୁଅ। ଏଥିସକାଶେ ମୁଁ ତୁମମାନଙ୍କ ନିକଟକୁ ତିମୋଥୀଙ୍କୁ ପଠାଇଅଛି। ଏବେ ତିମୋଥୀଙ୍କର ଶୁଣିବା ଯାହା, ବର୍ତ୍ତମାନ ପାଉଲଙ୍କର ଶୁଣିବା ତାହା ତାର ଅର୍ଥ। ମୁଁ ଯେତେବେଳେ ଚର୍ଚ୍ଚକୁ ଛାଡିକି ପଳେଇ ଗଲି, ମୁଁ ଭାବିଲି କଣ, ନାଇଁ ମୁଁ ପାଷ୍ଟର ପାଙ୍କର ଖାଲି ବାକ୍ୟ ଶୁଣିବି ବୋଲିକି ସଣ୍ଡେ ସର୍ଭିସରେ ମୁଁ ୟୁଟ୍ୟୁବରେ ପାଷ୍ଟର ପାଙ୍କର ସଣ୍ଡେ ସର୍ଭିସ ଲଗେଇଲି। ଥରେ ଆରମ୍ଭ ହେଲା, ସେକେଣ୍ଡ ଟାଇମ, ଥାର୍ଡ ଟାଇମ, ଫୋର୍ଥ ଟାଇମରେ ମୁଁ ଆଉ ବାକ୍ୟକୁ ଶୁଣି ପାରିଲି ନାହିଁ। ସେ ସମୟରେ ପରମେଶ୍ୱର ମୋର ହୃଦୟରେ କୋଣ ଦେଖେଇଲେ ଜାଣିଛନ୍ତି। ଆମ ପାଷ୍ଟରଙ୍କୁ ମୁଁ ବେଶୀ ଅଭିଯୋଗ କରିକି ପଳେଇଥିଲି, କିନ୍ତୁ ପରମେଶ୍ୱର ମତେ କୋଣ ଦେଖେଇଲେ ଯେ ପାଷ୍ଟର ପାଙ୍କର ଶୁଣିବା ଯାହା, ଯଦି ମୁଁ ପାଷ୍ଟର ପାଙ୍କୁ ଶୁଣିବା ପାଇଁ ଚାହୁଁଛି ତାର ଅର୍ଥ ମତେ ଆମ ପାଷ୍ଟରଙ୍କୁ ଶୁଣିବା ପାଇଁ ପଡିବ। ଯଦି ଆମ ପାଷ୍ଟରଙ୍କୁ ଶୁଣୁନାହିଁ, ଯୋଉ ପାଷ୍ଟରଙ୍କୁ ପ୍ରଭୁ ଦେଇଛନ୍ତି ମତେ, ତାର ଅର୍ଥ ମୁଁ ପାଷ୍ଟର ପାଙ୍କର ମତେ ଶୁଣୁନାହିଁ। ପାଉଲ ଏ ଜାଗାରେ କହୁଛନ୍ତି ତମେ ଏଥିସକାଶେ ମୁଁ ତମମାନଙ୍କ ନିକଟରୁ ତିମୋଥୀକୁ ପଠାଇଅଛି। ସେ ପ୍ରଭୁଙ୍କ ଠାରେ ମୋର ପ୍ରିୟ ଓ ବିଶ୍ୱସ୍ତ ପୁତ୍ର, ଯେପରି ମୁଁ ସର୍ବତ ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମମାନଙ୍କୁ ମୋର ଖ୍ରୀଷ୍ଟ ଆଚରଣ ସମସ୍ତ ସ୍ମରଣ କରାଇବ। ମୁଁ ତୁମମାନଙ୍କ ନିକଟକୁ ଯିବି ନାହିଁ ବୋଲି ମନେ କରି କେହି କେହି ଗର୍ବରେ ପୂର୍ଣ୍ଣ ହୋଇଅଛନ୍ତି, କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି ମୁଁ ତୁମମାନଙ୍କ ନିକଟକୁ ଶୀଘ୍ର ଯିବି। ପୁଣି ଯେଉଁମାନେ ଗର୍ବ କରୁଅଛନ୍ତି ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି। ଏବେ ପ୍ରଭୁ ଆମକୁ ପ୍ରଭୁଙ୍କ ଦାସଙ୍କୁ ଦେଇଛନ୍ତି, ଏ ପାଉଲଙ୍କୁ ବର୍ତ୍ତମାନ ତିମୋଥୀ ପଠେଇଛନ୍ତି। ମୁଁ ଯେତେବେଳେ ଗତକାଲି ମୋତେ ସାକ୍ଷ୍ୟ ଦଉଥିଲି, ଏବେ ବର୍ତ୍ତମାନ ପାଷ୍ଟର ଆମର ଇନଚାର୍ଜ ପାଷ୍ଟର ଯିଏ ଅଛନ୍ତି, ତାଙ୍କ ଠାରୁ ମୋତେ ଶୁଣିବା ପାଇଁ ତାଙ୍କର ଲାଇଫ ଷ୍ଟାଇଲ, ତାଙ୍କର ସବୁ ବିଷୟ ଗୁଡାକ ମତେ ଭଲ ଲାଗୁନଥିଲା ଗ୍ରହଣ କରିବା ପାଇଁ। ନାଇଁ, ଏ ପାଷ୍ଟରଙ୍କ ଠାରୁ ମତେ ଭଲ ଲାଗୁନାହିଁ, ଟିକେ ଅଲଗା ହିଁ। କିନ୍ତୁ ପରମେଶ୍ୱରଙ୍କ ଦାସ କୁ ପରମେଶ୍ୱର ଦେଇଛନ୍ତି ମତେ। ମୋର ହୃଦୟ ଭିତରେ ମୁଁ ଏତେ ଗର୍ବୀ ମୁଁ, ଏତିକି ଦାମ୍ଭିକ ମୁଁ। ତ ମୁଁ ଏଇ ଜାଗାରେ ଯଦି ପଢୁଛି ପାଉଲ ତିମୋଥୀଙ୍କୁ ପଠେଇଛନ୍ତି। ଏବେ ତିମୋଥୀ ଯେତେବେଳେ ଯାଇଛନ୍ତି, ବର୍ତ୍ତମାନ ପାଉଲଙ୍କ ଠାରୁ ଯାଇଛନ୍ତି, ସେ ପାଉଲ ତାଙ୍କୁ ପଠେଇଛନ୍ତି। ତ ତିମୋଥୀଙ୍କର ଶୁଣିବା ଯାହା, ଏ ପାଉଲଙ୍କୁ ଶୁଣିବା ତାହା। ଏବେ ଯେତେବେଳେ ମୁଁ କହିବି, ତାହେଲେ ପରମେଶ୍ୱର ମତେ ପାଷ୍ଟରଙ୍କୁ ଦେଇଛନ୍ତି, କିନ୍ତୁ ମୁଁ କଣ କହୁଥିଲି, ନାଇଁ ମୁଁ କେବଳ ପାଷ୍ଟର ମୁଁ ଶୁଣିବି। କିନ୍ତୁ ଏଇଟା କେତେ ଦାମ୍ଭିକତା, ଏଇଟା କେତେ ଭୁଲ ଆତ୍ମିକ ଜୀବନ ମୁଁ ଜାଣିନଥିଲି। ଯଦିଓ ସେଇଠି ସମସ୍ତ ବିଷୟ ମୁଁ ଦାନ ସହକାରେ ପାଇଅଛି, କିନ୍ତୁ ମୋର ହୃଦୟ ଭିତରେ ମୁଁ ଏଠି ଯଦି ଲେଖା ହେଇଛି, ତମେ କାହିଁକି ତାହା ଦାନ ସ୍ୱରୂପେ ନ ପାଇଥିଲା ପରି ଗର୍ବ କରୁଛ। ଆଜି ଆମର ସମସ୍ତେ ନିଜର ପଛ ଜୀବନ ଯଦି ଆମେ ମନେ ପକେଇବା, ତାହେଲେ ଆମେ ଧନ୍ୟବାଦ ଦେବା ପାଇଁ ବାଧ୍ୟ ହେବା ପ୍ରଭୁଙ୍କ ସାରରେ ଆଣ୍ଠି। ଏ ପ୍ରଭୁ ତମେ ସମସ୍ତ ବିଷୟ ମତେ ଅନୁଗ୍ରହରେ ଦେଇଅଛ। ତୁମେ ମତେ ଅନୁଗ୍ରହରେ ଦେଇଥିବା ଯୋଗୁଁ ଆଜି ମୁଁ ଧନ୍ୟବାଦ ଦେବା ପାଇଁ ସର୍ତ୍ତ ପାଇବା ଛଡା କିଛି ପାଉନାହିଁ। ପରମେଶ୍ୱରଙ୍କ ବାକ୍ୟ
ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆମର ଭାଇ ଭଉଣୀ ମାନେ ସମସ୍ତେ ଯଦି ଆମେ ଏ ବିଷୟକୁ ଯଦି ଚିନ୍ତା କରିବା, କ୍ରମାଗତ ପ୍ରଭୁ ଆମକୁ ଖ୍ରୀଷ୍ଟଙ୍କର ଜୀବନ ଯାପନ କରିବା ପାଇଁ ଶିଖଉଛନ୍ତି। ଯୀଶୁ ଯେପରି କହିଲେ ମୋ ଶକ୍ତି ଧରିବା ପାଇଁ, ଶକ୍ତି ଅଛି ପରିତ୍ୟାଗ କରିବା ପାଇଁ। ତ ଏଇ ଦିନ ମାନଙ୍କରେ ଯେତେବେଳେ ଆମମାନେ ସୁଷମାଚାର ପ୍ରିଚିଂ କରିବା ପାଇଁ ଏପଟ ସେପଟେ ବୁଲୁଛୁ, ସେଠି ଅନେକ ଗୁଡେ ଲୋକମାନେ ନୂଆ ଲୋକମାନେ ପ୍ରଭୁ ବାକ୍ୟ ଶୁଣୁଛନ୍ତି। ମୋର ଇଚ୍ଛା, ମୋର ହୃଦୟ ଭିତରେ ମୋର ଇଚ୍ଛା ଅଛି, ସେଠି ଆମର ସମସ୍ତ ୟୁଥ ମାନେ ଯେପରି ଆତ୍ମିକ ଭାବରେ ବୃଦ୍ଧି ସାଧନ ହେଇପାରିବେ, ଆଉ ଚର୍ଚ୍ଚର ଗୋଟେ ଗୋଟେ ଲିଡର ଭାବରେ ସେମାନେ କାମ କରିପାରିବେ। ଏ ସମୟରେ ମୁଁ ଆମର ରାଇକିଆ ରିଜନର ଆମର ୟୁଥ ମାନେ ଯେତେବେଳେ ସେମାନେ ଆସୁଛନ୍ତି ଶନିବାର ଦିନ, ତ ତାଙ୍କ ବିଷୟରେ ମୁଁ ଚିନ୍ତା କଲି ଯେ ଏ ପିଲାମାନଙ୍କୁ ବର୍ତ୍ତମାନ ଏବେଠାରୁ ଯଦି ମଣ୍ଡଳୀର ଜୀବନ ଯାପନ ଶିଖିବା ପାଇଁ ଏମାନେ ଯେପରି ଆତ୍ମିକ ଭାବରେ ଯେପରି ସେମାନେ ଆତ୍ମିକ ରାସ୍ତାରେ ସେମାନେ ଯିବେ, ଦେନ୍ ଚର୍ଚ୍ଚରେ ବେଶୀ ମୂଲ୍ୟବାନ ଭାବରେ ସୁଷମାଚାର ନିମନ୍ତେ ଏମାନେ ବ୍ୟବହାର ହେଇପାରିବେ। ଆଉ ଖାଲି ମିଶନ ଷ୍ଟୁଡେଣ୍ଟ ହେଇକି ରହିବା, ଫୋକସ କରିକି ପାଷ୍ଟର କହୁଛନ୍ତି, ସେମିତି ନୁହେଁ। ସେଠି ଅନେକ ପ୍ରକାର ମାଧ୍ୟମ ଦ୍ଵାରା ପ୍ରଭୁ ଆମକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ସୁଷମାଚାର କାର୍ଯ୍ୟକୁ ବଢେଇବା ପାଇଁ। ସେଥିପାଇଁ ଏଠି ପାଉଲ ଯେପରି କହୁଛନ୍ତି ଆଜି, ଏ ସମସ୍ତ ବିଷୟ ଦାନ ସହକାରେ ପାଇଅଛୁ ଆମମାନେ। ଖ୍ରୀଷ୍ଟଙ୍କ ନିମନ୍ତେ ଆମମାନେ ମୂର୍ଖ ହେଲେ କଣ ଅସୁବିଧା ଅଛି? ପାଉଲ କହୁଛନ୍ତି ଖ୍ରୀଷ୍ଟ ଆମ ପାଖରେ ଯଦି ବାସ କରୁଛନ୍ତି ତାହେଲେ କିଛି ଅସୁବିଧା ନାହିଁ। ତ ଆମର ହୃଦୟରେ ଏ ବିଷୟ ଗୁଡାକ ଯଦି ଆମେ ସଂଗ୍ରହ କରି ରଖିବା, କୋଉ ସମୟରେ କେମିତି ଆମେ ମ୍ୟାନେଜ କରିବା ଆମର ଜୀବନକୁ, କୋଉ ପ୍ରକାର ହୃଦୟ ଥିଲେ ମୋ ପାଖରେ ମୁଁ ସମସ୍ୟାକୁ ମ୍ୟାନେଜ କରିପାରିବି, ମୁଁ ଆମର ଭାଇ ଭଉଣୀ ସହିତ ମୁଁ ଆତ୍ମିକ ଭାବରେ ଚାଳିତ ହେଇପାରିବୁ ଆମମାନେ। ତ ସେଠି ହୃଦୟ ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ତ ସେ ହୃଦୟ ଗୁରୁତ୍ୱପୂର୍ଣ୍ଣ ଉପରେ ଯୀଶୁଙ୍କର ହୃଦୟ ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମର ଆତ୍ମିକ ଜୀବନକୁ କଢେଇକି ନେବା ପାଇଁ। ଖ୍ରୀଷ୍ଟଙ୍କ ହୃଦୟ ବିନା ଏଇଟା ଅସମ୍ଭବ ଆମମାନେ ଈଶ୍ୱରଙ୍କର ସହିତ ବୁଝିପାରିବା। ଯୀଶୁ କହିଲେ ମୁଁ ଦ୍ୱାରା ନ ଗଲେ, ମୋ ଦେଇ ନ ଗଲେ କିଏ ମୋତେ ପ୍ରଭୁଙ୍କ ନିକଟକୁ ଯାଇପାରିବ। ସେଥିପାଇଁ ପ୍ରଭୁଙ୍କ ବାକ୍ୟ ଯେତେବେଳେ ଆମେ ଶୁଣୁଛୁ, ଆମେ ପ୍ରଭୁଙ୍କ ବାକ୍ୟ ଶୁଣିବା ସହିତ ଆମେ ପ୍ରଭୁଙ୍କ ବାକ୍ୟ ଭିତରେ ଥିବା ହୃଦୟକୁ ଆମକୁ ରଖିବାକୁ ପଡିବ, ସଂଗ୍ରହ କରି ସଠିକ ସମୟରେ ତାହା ଆମେ ବ୍ୟବହାର କରିପାରିବା। ଆମେ ହେଲେ ପ୍ରାକ୍ଟିକାଲି ଆମ ଭିତରେ ସଂଗ୍ରହ କରି ରଖିବା ଦରକାର ପ୍ରଭୁଙ୍କ ହୃଦୟ। ହେଲେ ପ୍ରଭୁଙ୍କ ହୃଦୟ ପ୍ରଭୁଙ୍କ ବାକ୍ୟ ଭିତରେ ଅଛି। ତେଣୁକରି ପ୍ରଭୁଙ୍କ ବାକ୍ୟ ଆମ ଭିତରେ ଯଦି ସ୍ଥାପନ ହବ, ପ୍ରଭୁଙ୍କ ବାକ୍ୟ ମତେ ଧରିବ, ତାହେଲେ ମୁଁ ସେଇ ପ୍ରକାର ଲାଇଫ ଷ୍ଟାଇଲକୁ କାଟିବି, ମୁଁ ସେଇ ପ୍ରକାର ନିଷ୍ପତ୍ତି ଗୁଡାକ ନେବି, ମୁଁ ସେଇ ପ୍ରକାର ମତ ଗୁଡାକ ଦେବି, ମୁଁ ସେଇ ପ୍ରକାର ମାଧ୍ୟମରେ ମୁଁ ଅନ୍ୟମାନଙ୍କୁ ପଢେଇକି ନେବି କି ମୁଁ କେବେ ମଧ୍ୟ ନିଜ ଅନୁସାରେ ନେଇପାରିବି। ଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ, ଖ୍ରୀଷ୍ଟଙ୍କର ହୃଦୟ ଅନୁସାରେ ମୁଁ ଗତି କରିବି। ତେଣୁକରି ମଣ୍ଡଳୀ ଦ୍ୱାରା ପ୍ରଭୁ ଆମକୁ ଯାହା ମଧ୍ୟ କହୁଛନ୍ତି ଆମେ ଶିଖିବା ପାଇଁ ଆବଶ୍ୟକ ଅଟେ, କିଛି ବିଷୟକୁ ଧରିବା ପାଇଁ ଆଉ କିଛି ସେ ବିଷୟକୁ ଛାଡିବା ପାଇଁ ମଧ୍ୟ ଆମକୁ ଆବଶ୍ୟକ ଅଟେ। ପରମେଶ୍ୱର ମତେ ପାଷ୍ଟର ପୋଜିସନ ଦେଇଛନ୍ତି, କିନ୍ତୁ ପାଷ୍ଟର ପୋଜିସନକୁ ଧରି ପାରିବୁନି। କିନ୍ତୁ ପରମେଶ୍ୱର ଯଦି ମୋ ପାଷ୍ଟର ପୋଜିସନକୁ ଛଡେଇକି ନେବେ, ତାହେଲେ ପକେଇବେ ବୋଲି ପକେଇଦିଅ ବୋଲି କହିବେ। ପାଷ୍ଟର ଗତ ଦିନରେ କହୁଥିଲେ କଣ ବୋଲି, ହଁ ଏ ଚର୍ଚ୍ଚରେ ମୁଁ ଯୋଗ୍ୟ ନାହିଁ ଛିଡା ହେଇକି ପ୍ରଚାର କରିବା ପାଇଁ। ମୁଁ ଗୋଟେ ଲୋକ ଯିଏକି ଅନୁଗ୍ରହ ଦ୍ଵାରା ମୁଁ ପାଷ୍ଟର କାମ କରୁଛି, ତାହେଲେ ମୋ ପାଖରେ ପରମେଶ୍ୱର ଅନୁଗ୍ରହ ଈଶ୍ୱର ଦାନ ସ୍ୱରୂପ ଦେଇଛନ୍ତି ବୋଲି ଯଦି ମୁଁ ମୋର ହୃଦୟ ଭିତରେ ଜାଣିଛି, ମୁଁ ଖାଲି ଧରିବା ପାଇଁ ଶିଖିବା ଉଚିତ ନାହିଁ। ସେ ବିଷୟକୁ ତଳେ ପକେଇବା ପାଇଁ ମତେ କହିବାକୁ ଚାହୁଁଛନ୍ତି ଜାଗାରେ। ପରମେଶ୍ୱର ଅବ୍ରାହ୍ମକୁ କଣ ଶିଖେଇଲେ? ଆଦିପୁସ୍ତକ 22 ଇସାକ ତୋର ପୁଅ ନାହିଁ, ଇସାକ ମୋର ପୁଅ, ତୁ ଛାଡ଼ିଦେ ସେଟାକୁ। ଇସାକୁ ବଳିଦେ କହିବା ଅର୍ଥ ନାହିଁ ଅବ୍ରାହ୍ମକୁ ଆଘାତ କରୁନାହାନ୍ତି ପରମେଶ୍ୱର। ଅବ୍ରାହ୍ମର ବିଶ୍ୱାସକୁ ଆହୁରି ଦୃଢୀଭୂତ କରୁଛନ୍ତି ଯେ ଅବ୍ରାହ୍ମ ଇସାକ ମୋର ରେସ୍ପନ୍ସିବିଲିଟି, ଇସାକ ମୋର ପୁଅ, ଇସାକକୁ ମୁଁ ଦେଇଛି, ଇସାକ ପାଖରେ ପ୍ରତିଜ୍ଞାକୁ ମୁଁ ଦେଇଛି। ଅବ୍ରାହ୍ମଙ୍କ ଭିତରେ ଯଦି ଅବ୍ରାହ୍ମ ଇସାକ ମୋର ପୁଅ ନାହିଁ ବୋଲି ସ୍ଥାପନ ହେବା ହୃଦୟ ଅବ୍ରାହ୍ମ ପାଇଁ ବେଶୀ ଭଲ ନା ଖରାପ? ଅବ୍ରାହ୍ମଙ୍କ ହୃଦୟ ଭିତରେ ବର୍ତ୍ତମାନ ଇସାକ ମୋର ପୁଅ ନାହିଁ, ଇସାକ ପରମେଶ୍ୱରଙ୍କ ପୁଅ, ତା ପାଖରେ ଏ ହୃଦୟ ସ୍ଥାପନ ହେବାଟା ଅବ୍ରାହ୍ମ ପାଇଁ କ୍ଷତି କି?
ନା ଲାଭ? ବେଶୀ ଲାଭ। ଯଦି ପୂର୍ବରୁ ଯଦି ଅଭରା ମିକ୍ସ ହେଇକି ଥାନ୍ତେ, ଆରେ ମୋର ପୁଅ ପାଇଲି ମୁଁ, ଏଟା ମୋର ପୁଅ ମୋର ପୁଅ ମୋର ପୁଅ ଯଦି କହିଥାନ୍ତେ, ଈଶ୍ୱର କହିଥାନ୍ତେ ତମେ ନୈବେଦ୍ୟ ଦିଅ, ମୋ ପାଇଁ ନୈବେଦ୍ୟ ଦିଅ ରାଖିଥାନ୍ତେ ସେ ପୁଅ, ନା ନାଇଁ? ମୋ ଠାରୁ ପାଷ୍ଟର ପୋଜିସନ ଯଦି ପରମେଶ୍ୱର ମାଗୁଛନ୍ତି, ମୁଁ ପାଷ୍ଟର ପୋଜିସନକୁ ରଖିବା ପାଇଁ ଯେତିକି ଖୁସି ଅଛି, ମତେ ଯଦି ଈଶ୍ୱର ମାଗୁଛନ୍ତି, ମୁଁ ସେତିକି ଠାରୁ ଆହୁରି ଅଧିକ ମାତ୍ରାରେ ପାଷ୍ଟରଙ୍କ ପ୍ରଭୁଙ୍କ ଆଡକୁ କୋଉ ହୃଦୟକୁ ରଖିବା ଦରକାର। ପ୍ରଭୁ ଧନ୍ୟବାଦ ଦଉଛି ମୁଁ, ଆଜି ପର୍ଯ୍ୟନ୍ତ ତମେ ଦାନ ସହକାରେ ଅନୁଗ୍ରହ ସହକାରେ ତ ମତେ ଏ ପୋଜିସନକୁ ଦେଇଥିଲ। ପ୍ରଭୁ ତମେ ବର୍ତ୍ତମାନ ମୋ ଠାରୁ ସେ ପୋଜିସନକୁ ନେଇଗଲ, ମୁଁ ବର୍ତ୍ତମାନ ଭାଇ ହେଇକି ଚର୍ଚ୍ଚରେ ମୁଁ ବଞ୍ଚିବି। ମତେ ବାକ୍ୟ ଦରକାର, ମୁଁ ଚାहे ପାଷ୍ଟର ହଉ କି ଭାଇ ହଉ, ପରମେଶ୍ୱରଙ୍କର ସାମ୍ନାରେ ମୁଁ ଗୋଟେ ଆତ୍ମା ଯାହାକୁ ପ୍ରଭୁଙ୍କ ବାକ୍ୟ ଆବଶ୍ୟକ। ଏ ବାକ୍ୟକୁ ଯେତେବେଳେ ମୁଁ ଦେଖୁଛି, ଯୀଶୁ କହୁଛନ୍ତି ମୋ ପାଖରେ ଶକ୍ତି ଅଛି ଧରିବା ପାଇଁ, ଆଉ ମଧ୍ୟ ମୋ ପାଖରେ ଶକ୍ତି ଅଛି ତାହା ପରିତ୍ୟାଗ କରିକି ତଳେ ପକାଇବା। ତ ପ୍ରଭୁ ଆମକୁ ଯାହା ମଧ୍ୟ ଦେଇଛନ୍ତି ସମସ୍ତ ବିଷୟ ଦାନ, ଆମେ ପ୍ରତ୍ୟେକ ବିଷୟ ଦାନ ସତ୍ୟ ଅନୁଗ୍ରହ ଦ୍ୱାରା ଦେଇଛନ୍ତି। ହେଲେ ଆମମାନେ କେବେ ମଧ୍ୟ ଏଇ ପ୍ରକାର ହେବା ଉଚିତ ନାହିଁ, ଯେମିତି ଆମମାନେ ଦାନ ନ ପାଇଲା ସଦୃଶ୍ୟ କରିକି ହେବା ଉଚିତ ନାହିଁ। ପ୍ରଭୁ ଆମକୁ ବେଶୀ ମୂଲ୍ୟାୟନ ସମୟ ଦେଇଛନ୍ତି। କାଲି ମଧ୍ୟ ପାଷ୍ଟର ପ୍ରଚାର କରିକି କହିଲେ ଆମମାନଙ୍କୁ ସୂଚି ଅସୂଚି ବିଷୟରେ, ଆଉ ଗୋଟେ ବିଷୟ କହୁଥିଲେ ସୁଷମାଚାରକୁ ପ୍ରଚାର କରିବା ବିଷୟ। ତେଣୁକରି ଆମର ପ୍ରତ୍ୟେକ ଭାଇ ଆରେ ଭଉଣୀ ମାନେ ସୁଷମାଚାରକୁ ପ୍ରଚାର କରିବା ପାଇଁ, ଆଗକୁ ବଢିବା ପାଇଁ ଆମକୁ ପ୍ରଭୁ ଆମକୁ କଢେଇକି ନଉଛନ୍ତି। ମୁଁ ଆଶା କରୁଛି ଯେପରି ଆମେ ଅନ୍ୟ ବିଷୟ ପରିବର୍ତ୍ତେ ଏ ପ୍ରଥମ କରନ୍ତୀୟ 4 ପର୍ବର ଯୋଉ ବାକ୍ୟ ଆଜି ଆମେ ଶୁଣିଲୁ ପଢିଲୁ, ସତରେ ଚିନ୍ତା କରିବା ପାଇଁ ନିହାତି ଆମକୁ ଆବଶ୍ୟକ। ଆମେ ଆତ୍ମିକ ଭାବରେ ଡିସିସନ ନେବା ଆବଶ୍ୟକ। ସ୍ପିରିଚୁଆଲି वी शुड टेक द डिसीजन आत्मिक भाବରେ କେମିତି ଆମମାନେ ସମୟକୁ କାଟିବା ଦରକାର, କାହା ସହିତ କୋଉ ହୃଦୟରେ ନେଇକି। ସେଥିପାଇଁ ପ୍ରତ୍ୟେକ ଭାଇ ଭଉଣୀ ମାନେ ଆଜି ମଧ୍ୟ ପ୍ରଭୁ ଆମକୁ ସୁନ୍ଦର ସୁଯୋଗ ଦେଇଛନ୍ତି, ସମୟ ଦେଇଛନ୍ତି। ଆମେ ସମସ୍ତେ ଚାଲନ୍ତୁ ପ୍ରଭୁଙ୍କ ବାକ୍ୟ ଦ୍ଵାରା ଖୁସିରେ ପ୍ରଚାର କରିକି ସମୟ କଟିକି ସାକ୍ଷ୍ୟ ବାଣ୍ଟିକି ଆମମାନେ ପ୍ରଭୁଙ୍କ ଦ୍ଵାରା ଗୌରବର ଜୀବନ ବିତେଇବା। ମୁଁ ଆଜି ଏତିକି କହିବି, ପ୍ରାର୍ଥନା କରିବା। ଆମ ପାଖରେ ସଞ୍ଜୀବ ଭାଇ ଅଛନ୍ତି, ଆଜି ପ୍ରାର୍ଥନା କରିକି ଚଲେଇବା। ସାରଙ୍ଗଡ଼ ସଞ୍ଜୀବ ଭାଇ ପ୍ରାର୍ଥନା କର। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦଉଛି ପ୍ରଭୁ। ହଁ ପ୍ରଭୁ, ତୁମ ଦାସଙ୍କ ମୁଖରୁ ପ୍ରଭୁ ଆଜି ସକାଳେ ମଧ୍ୟ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିଲୁ। ହଁ ପ୍ରଭୁ, ପ୍ରକୃତରେ ପ୍ରଥମ କରନ୍ତୀୟ 4 ପର୍ବର ବାକ୍ୟକୁ ଆମେ ଯେତେବେଳେ ଦେଖୁଅଛୁ ପ୍ରଭୁ, ପ୍ରେରିତ ପାଉଲ ତାଙ୍କ ଜୀବନ ପ୍ରଭୁ ମୂର୍ଖ ବୋଲି ପ୍ରକୃତରେ ଈଶ୍ୱରଙ୍କ ସମ୍ମୁଖରେ ସେ ରଖୁଛନ୍ତି ପ୍ରଭୁ। ହଁ, ଆମେ ଯେମିତି ମୂର୍ଖ ହବୁ ଈଶ୍ୱରଙ୍କର ବାକ୍ୟ ସମ୍ମୁଖରେ, ସେ ପ୍ରକାର ହୃଦୟ ପ୍ରଭୁ ଆମ ମଣ୍ଡଳୀ ମଧ୍ୟରେ ଆମେ ଶିଖୁଅଛୁ ପ୍ରଭୁ, ତମ ବାକ୍ୟ ମାଧ୍ୟମରେ ପ୍ରଭୁ ଆମେ ଜାଣୁଛୁ। ସେଥିପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ଆମେ ଯେତେବେଳେ ପ୍ରଭୁ କୌଣସି କାର୍ଯ୍ୟ ପ୍ରଭୁ, କୌଣସି ଧର୍ମ କର୍ମ ସକାଶେ ନୁହେଁ ପ୍ରଭୁ, କେବଳ ତୁମର ଦୟା ଓ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ। ହଁ ପ୍ରଭୁ, ପ୍ରକୃତରେ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟରେ ଆମକୁ ସୂଚାଉଅଛୁ ପ୍ରଭୁ। ଆମର ଆତ୍ମିକ ଜୀବନକୁ ବଞ୍ଚିବା ପାଇଁ ମଧ୍ୟ ତୁମେ ପ୍ରଭୁ ତୁମ ଦାସଙ୍କ ମୁଖରେ ପ୍ରଭୁ ଅନବରତ ବାକ୍ୟ ମଧ୍ୟ ଦେଉଅଛୁ। ସେଥିପାଇଁ ଧନ୍ୟବାଦ ଦେଉଅଛୁ। ହଁ ପ୍ରଭୁ, ଗୋଟେ ସମୟରେ ହଁ ପ୍ରଭୁ ବେଥଲିମରେ ଯେତେବେଳେ ମଧ୍ୟ ନଈମି ଅଛି ପ୍ରଭୁ, ସେ ସମୟରେ ସେ ମୋଆବର ହୃଦୟକୁ ପ୍ରକୃତରେ ଯେତେବେଳେ ସେ ଦେଖୁଛି ପ୍ରଭୁ, ହଁ ପ୍ରଭୁ ସେ ମୋଆବରେ ପରିପୂର୍ଣ୍ଣ ହେଇକି ଥିଲା, କିନ୍ତୁ ପରମେଶ୍ୱର ତାକୁ ପ୍ରଭୁ ପ୍ରତ୍ୟେକ ପରିପୂର୍ଣ୍ଣ ଜୀବନରୁ ତାକୁ ପ୍ରଭୁ ବାହାର କଲେ ପ୍ରଭୁ, ତାକୁ ଜୀବନ ଶୂନ୍ୟତା ଦେଲେ ପ୍ରଭୁ। ହଁ ପ୍ରଭୁ, ଆମମାନଙ୍କର ଜୀବନରେ ମଧ୍ୟ ଯେତେବେଳେ ତୁମେ ପରିତ୍ରାଣ ଦେଇଅଛ ପ୍ରଭୁ, ଆତ୍ମିକ ଜୀବନରେ ବଢିବା ପାଇଁ ପ୍ରଭୁ ତୁମେ ତୁମର ବାକ୍ୟକୁ ଆମମାନଙ୍କ ଜୀବନରେ ରଖିଅଛ ପ୍ରଭୁ। ଆମେ ଯେମିତି ଶାରୀରିକ ଜୀବନ ପ୍ରଭୁ, ହଁ ପ୍ରଭୁ ବାକ୍ୟ ଦ୍ୱାରା ଯେମିତି ଆମେ ବଞ୍ଚିକି ପ୍ରଭୁ ତୁମର ଆଶୀର୍ବାଦକୁ ପାଇପାରୁ, ସେପରି ଦୟା କର ପ୍ରଭୁ। ଆଜି ମଧ୍ୟ ପ୍ରଭୁ ତୁମ ଦାସଙ୍କ ମୁଖରୁ ଆମମାନଙ୍କୁ ବାକ୍ୟ ଦେଲ, ଯେମିତିକି 4 ଜଣ କୁଷ୍ଠି ମଧ୍ୟ ପ୍ରଭୁ ସେମାନଙ୍କ ଜୀବନରେ ଇଲିଶାଙ୍କ ବାକ୍ୟ ତାଙ୍କ ହୃଦୟରେ ରଖୁଛନ୍ତି। ହଁ, ଆମେ ପ୍ରକୃତରେ ଏ ଅରାମ ଛାଉଣିକୁ ଆମେ ନିହାତି ଯିବା ଆବଶ୍ୟକ ଅଟେ, ଯେହେତୁ ସେଟା ମୃତ୍ୟୁ ମଧ୍ୟ ଅଛି, କିନ୍ତୁ ଏ ଜାଗାରେ ଥିଲେ ମଧ୍ୟ ଆମେ ମରିବା, କିନ୍ତୁ ଆମେ ଅରାମ ଛାଉଣିକୁ ଆମେ ପ୍ରବେଶ କରିବା ପ୍ରଭୁ। ହଁ ପ୍ରଭୁ, ତୁମ ଦାସ ଆମମାନଙ୍କୁ କହୁଥିଲେ କି ହଁ ଆମର ହୃଦୟକୁ ପ୍ରଭୁ ପରିବର୍ତ୍ତନ କରିବାଟା ପ୍ରଭୁ, ସ୍ଥାନାନ୍ତରିତ କରିବାଟା ହଉଛି ପ୍ରକୃତରେ ଏଇଟା ପ୍ରକୃତରେ ବିଶ୍ୱାସର ଜୀବନ ଅଟେ। ହଁ ପ୍ରଭୁ, ମଣ୍ଡଳୀରେ ମଧ୍ୟ ତୁମେ ଆମମାନଙ୍କୁ ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ମଧ୍ୟ ଏ ପ୍ରକାର ବିଶ୍ୱାସ ଶିଖେଇକି ମଧ୍ୟ ପ୍ରଭୁ ଆଗକୁ ବଢେଇକି ପ୍ରତ୍ୟେକ ବିଷୟ ପ୍ରଭୁ ତୁମ ହସ୍ତରେ ସମର୍ପଣ କରୁଅଛୁ ପ୍ରଭୁ।
ସମସ୍ତ ପ୍ରାର୍ଥନା ଶୁଣିଅଛୁ ବୋଲି ଧନ୍ୟବାଦ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗୁଅଛି ଆମେନ୍। ଆମେନ୍। ହଉ ଭାଇମାନେ, ବେଶୀ ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର।